أشهد أن لا إله إلا الله وحده لا شريك له وأشهد أن محمدا عبده ورسوله أما بعد فأعوذ بالله من الشيطان الرجيم بسم الله الرحمن الرحيم الحمد لله رب العالمين الرحمن الرحيم مالك يوم الدين إياك نعبد وإياك نستعين اهدنا الصراط المستقيم صراط الذين أنعمت عليهم غير المغضوب عليهم ولا الضالين ଆଜିକାଲି ଆମେ ରମଜାନର ପବିତ୍ର ମାସରେ ଗତି କରୁଅଛେ ଏବଂ ଯାହାର ପାଖାପାଖି 20 ଦିନ ଅତିବାହିତ ହୋଇଗଲାଣି। ଆଲ୍ଲାହ ତାଆଲାଙ୍କ କୃପାରୁ ପ୍ରତ୍ୟେକ ପୁଣ୍ୟବାନ ଏହି ମାସରେ ପୂର୍ଣ୍ଣ ପ୍ରୟାସ କରିଥାଏ ଯେ ସେ ଏହି ମାସରୁ ଅଧିକରୁ ଅଧିକ ମାତ୍ରାରେ ସୁଫଳ ଲାଭ କରିନେଉ। ଆଲ୍ଲାହ ତାଆଲା ରୋଜା ରଖିବାକୁ ଅନିବାର୍ଯ୍ୟ କରିବା ଆଦେଶର ପ୍ରାରମ୍ଭରେ ହିଁ ଏହାର ଉଦ୍ଦେଶ୍ୟ ଦର୍ଶାଇ ଦେଇଛନ୍ତି ଯେ ତୁମମାନଙ୍କ ସକାଶେ ରୋଜା ରଖିବା ଏଥିପାଇଁ ବିଧେୟ କାରଣ ଏତଦ୍ୱାରା ତୁମେମାନେ ଧର୍ମନିଷ୍ଠ ହେବ। ସୁତରାଂ ରୋଜା ଓ ରମଜାନର କଲ୍ୟାଣରୁ ସେତେବେଳେ ସୁଫଳ ଲାଭ ହେବ ଯେତେବେଳେ ଆମେମାନେ ରୋଜା ରଖିବା ସହିତ ନିଜ ଈଶ୍ୱର ଭୟର ସ୍ତରକୁ ଊର୍ଦ୍ଧ୍ୱଗାମୀ କରିବାକୁ ଉଦ୍ୟମ କରିବା। ସମସ୍ତ ପ୍ରକାରର ଅପକର୍ମରୁ ନିବୃତ୍ତ ରହିବା ପାଇଁ ଆଲ୍ଲାହ ତାଆଲାଙ୍କ ଶରଣଗତ ହେବାକୁ ଚେଷ୍ଟା କରିବା। ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲୈହି ୱସଲ୍ଲମ କହିଲେ, ରୋଜା ଏକ ଢାଲ ଅର୍ଥାତ୍ ରକ୍ଷା କବଚ ସ୍ୱରୂପ। କ'ଣ କେବଳ ନାମକୁ ମାତ୍ର ରୋଜା ରଖିବା ଆମମାନଙ୍କ ପାଇଁ ଯଥେଷ୍ଟ? ସେହରୀ ଓ ଆଫତାରୀ କରିବା ହିଁ ଯଥେଷ୍ଟ? କ'ଣ ଆମର କେବଳ ଏତିକି କାର୍ଯ୍ୟ ଆମମାନଙ୍କୁ ରୋଜାର ରକ୍ଷା କବଚରେ ଢାଙ୍କି ଦେବ ଯେ ଆମେମାନେ ସେହରୀ ଓ ଆଫତାରୀ କରିନେଇଛେ? ନା, ବରଂ ତାହାର ଆନୁଷଙ୍ଗିକ ପକ୍ଷକୁ ମଧ୍ୟ ଦେଖିବାକୁ ହେବ ଏବଂ ମୂଳ ଉଦ୍ଦେଶ୍ୟ ଯାହାକି ଆଲ୍ଲାହ ତାଆଲା ଆମକୁ ଦର୍ଶାଇ ଦେଇଛନ୍ତି, ଯେପରିକି ମୁଁ କହି ଆସିଲି ଯେ ଲାଲ୍ଲକୁମ୍ ତତ୍ତକୁନ୍ ଅର୍ଥାତ୍ ଏତଦ୍ୱାରା ତୁମେ ଧର୍ମନିଷ୍ଠ ହେବ। ସୁତରାଂ ଯଦି ଆମେମାନେ ନିଜ ରୋଜାକୁ ନିଜ ରମଜାନକୁ ଏପରି ଗଢ଼ି ତୋଳିବା ଯାହାକି କେବଳ ଆଲ୍ଲାହ ତାଆଲାଙ୍କ ଖାତିର ହେବ, ଆଲ୍ଲାହ ତାଆଲାଙ୍କ ସକାଶେ ହେବ, ତାଙ୍କ ପ୍ରୀତିଭାଜନ ଲାଭ କରିବା ଉଦ୍ଦେଶ୍ୟରେ ହେବ, ଯାହାର ପ୍ରତିଫଳ ସ୍ୱୟଂ ପ୍ରଭୁ ହୋଇଥାନ୍ତି, ଏଥିପାଇଁ ଆମମାନଙ୍କୁ ସେହି ସ୍ତରରେ ଉପନୀତ ହେବା ଅନିବାର୍ଯ୍ୟ ଯାହାକି ପ୍ରଭୁ ଆମମାନଙ୍କ ଠାରୁ ଆଶା ବାନ୍ଧିଛନ୍ତି। ଆମେମାନେ ନିଜକୁ ମୋମିନ୍ ମୁସଲମାନ କହିଥାଉ ଏବଂ ଏହି ଘୋଷଣା କରୁଛେ ଯେ ଆମେମାନେ ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲୈହି ୱସଲ୍ଲମଙ୍କ ଶିକ୍ଷା ମୁତାବକ ଅମଳ କରୁଛୁ। ଆପଣ ସଲ୍ଲଲ୍ଲାହୁ ଆଲୈହି ୱସଲ୍ଲମଙ୍କ ଉପରେ ବିଶ୍ୱାସକୁ ସମ୍ପୂର୍ଣ୍ଣ କରିବା ସକାଶେ ଏକଥାର ସ୍ୱୀକାରୋକ୍ତି କରୁଛେ ଯେ ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲୈହି ୱସଲ୍ଲମଙ୍କ ଭବିଷ୍ୟବାଣୀ ଅନୁଯାୟୀ ଯେଉଁ ପ୍ରତିଶ୍ରୁତ ମସିହ ଓ ମେହେଦୀଙ୍କର ଆଗମନ ହେବାର ଥିଲା ସେ ହଜରତ ମିର୍ଜା ଗୁଲାମ ଅହମଦ କାଦିଆନୀ ଆଲୈହିସଲାମ ଅଟନ୍ତି। ବର୍ତ୍ତମାନ ଇସଲାମ ଧର୍ମର ନୂତନୀକରଣ ଆଲ୍ଲାହ ତାଆଲାଙ୍କ ପ୍ରତିଶ୍ରୁତ ମୁତାବକ ଏହି ମସିହ ଓ ମେହେଦୀଙ୍କ ହସ୍ତରେ ହେବା ବିଧିର ଧାର୍ଯ୍ୟ ବିଧାନ। ଅତଏବ ଆଲ୍ଲାହ ତାଆଲା ଆମମାନଙ୍କର କର୍ତ୍ତବ୍ୟ ଦର୍ଶାଇଛନ୍ତି ବା ଆମ ଉପରେ ନିୟତ କରିଛନ୍ତି ଯେ ଆମେମାନେ ନିଜ ଅଭ୍ୟନ୍ତରରେ ଇସଲାମ ଧର୍ମର ପ୍ରକୃତ ଆତ୍ମାକୁ ସଞ୍ଚାର କରିବା ସକାଶେ ହଜରତ ମସିହ ମାଉଦ ଆଲୈହିସ୍ସଲାତୁ ୱସ୍ସଲାମଙ୍କ ଠାରୁ ମାର୍ଗଦର୍ଶନ ଲୋଡ଼ିବା। ବସ୍ତୁତଃ
ଯେତେବେଳେ ଆମେ ଦେଖିଥାଉ ଯେ ଧର୍ମପରାୟଣତା ପ୍ରସଙ୍ଗରେ ହଜରତ ମହମ୍ମଦ ମୁସ୍ତଫା ସଲ୍ଲାଲ୍ଲାହୁ ଆଲାଇହି ୱସଲ୍ଲମ କି ନିର୍ଦ୍ଦେଶମାନ ଦେଇଛନ୍ତି, ସେତେବେଳେ ଆମକୁ ଏକଥା ମଧ୍ୟ ଜ୍ଞାତ ହୋଇଥାଏ ଯେ ଧର୍ମପରାୟଣତାର ସଂଜ୍ଞା କ'ଣ। ଯେପରିକି ମୁଁ କହିଲି ଯେ ଆମେମାନେ ନିଜକୁ ମୁସଲମାନ ଘୋଷଣା କରୁଛେ ଏବଂ ଆମେମାନେ ବିଶ୍ୱାସକାରୀଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ, ତେବେ ହଜରତ ମସିହ ମଉଦ ଆଲୈହିସ୍ସଲାମ କୁହନ୍ତି, ଶୁଣି ରଖ, ବିଶ୍ୱାସର ପ୍ରଥମ ସୋପାନ ଏହିକି ଯେ ମନୁଷ୍ୟ ଧର୍ମପରାୟଣତା ଅବଲମ୍ବନ କରୁ। ପୁନଶ୍ଚ କହିଲେ, ଧର୍ମପରାୟଣତା ତକ୍ୱାର ଅର୍ଥ କ'ଣ? ତେବେ ଏହାର ଉତ୍ତର ଏହିକି ଯେ ସମସ୍ତ ପ୍ରକାରର ଅପକର୍ମରୁ ନିଜକୁ ରକ୍ଷା କରିବା, ନିବୃତ୍ତ ରହିବା ଧର୍ମପରାୟଣତା ଅଟେ। ବର୍ତ୍ତମାନ ଯଦି ଆମେ ନିଜ ନିଜର ସମୀକ୍ଷା କରିବା, ତେବେ ଆମକୁ ଜ୍ଞାତ ହୋଇଯିବ ଯେ ଆମେମାନେ ଧର୍ମପରାୟଣତାର କର୍ତ୍ତବ୍ୟ କିଭଳି ସମ୍ପାଦନ କରି ପ୍ରଭୁଙ୍କ ଦାୟିତ୍ୱ ନିର୍ବାହ କରୁଅଛେ। କ'ଣ ଆମେମାନେ ଧର୍ମପରାୟଣତାର ମାର୍ଗରେ ପରିଚାଳିତ ହୋଇ ମାନବ ଜାତି ପ୍ରତି ଥିବା ନିଜ କର୍ତ୍ତବ୍ୟ ସମ୍ପାଦନ କରୁଅଛେ? ହଜରତ ମହମ୍ମଦ ମୁସ୍ତଫା ସଲ୍ଲାଲ୍ଲାହୁ ଆଲାଇହି ୱସଲ୍ଲମ କହିଲେ, ଧର୍ମପରାୟଣତାର ସଂଜ୍ଞା କ'ଣ ତାହା ସେ ପର୍ଯ୍ୟନ୍ତ ଜାଣିପାରିବ ନାହିଁ ଯେପର୍ଯ୍ୟନ୍ତ ଏହି କଥାଗୁଡ଼ିକ ପୂର୍ଣ୍ଣ ରୂପେ ବୁଝିନେବ ନାହିଁ। ଜ୍ଞାନ ଆହରଣ କରିବା ଜରୁରୀ, କାରଣ ଏତଦ୍ବ୍ୟତୀତ କୌଣସି ବସ୍ତୁ ହାସଲ ହୋଇନଥାଏ, ତାହାକୁ ମନୁଷ୍ୟ ଜିଣି ହିଁ ପାରିନଥାଏ। ପୁନଶ୍ଚ ହୁଜୁର ସଲ୍ଲାଲ୍ଲାହୁ ଆଲାଇହି ୱସଲ୍ଲମ କହିଲେ, ଏହି ଜ୍ଞାନ ଆହରଣ କରିବା ସକାଶେ ଆଲ୍ଲାହ ତାଆଲାଙ୍କର କି କର୍ତ୍ତବ୍ୟ ରହିଛି ଏବଂ ଭକ୍ତର କି କର୍ତ୍ତବ୍ୟ ରହିଛି, କେଉଁ କାର୍ଯ୍ୟ କରିବାକୁ ପ୍ରଭୁ ଆମକୁ ବାରଣ କରିଛନ୍ତି ଏବଂ କେଉଁ କାର୍ଯ୍ୟ କରିବାର ଆମକୁ ଆଦେଶ ଦେଇଛନ୍ତି, ଏଥିସକାଶେ ପବିତ୍ର କୁରାନର ଅଧ୍ୟୟନ କର। ହୁଜୁର ସଲ୍ଲାଲ୍ଲାହୁ ଆଲାଇହି ୱସଲ୍ଲମ କହିଲେ, ତୁମମାନଙ୍କୁ ଆବଶ୍ୟକ ଯେ ନିଜ ଅପକର୍ମ ଗୁଡ଼ିକୁ ଲିପିବଦ୍ଧ କରି ଚାଲ, ତାହାର ଏକ ସୂଚୀ ପ୍ରସ୍ତୁତ କର, ଆଉ ଯେତେବେଳେ ପବିତ୍ର କୁରାନର ଅଧ୍ୟୟନ କର, ସେତେବେଳେ ପ୍ରଭୁଙ୍କ କୃପା ଓ ଅନୁକମ୍ପା ମାଧ୍ୟମରେ ସେହି ଅପକର୍ମ ଗୁଡ଼ିକରୁ ନିବୃତ୍ତ ରହିବାକୁ ଚେଷ୍ଟା କର, ଉଦ୍ୟମ କର। ସାଧାରଣତଃ ସଭିଏଁ ରମଜାନରେ ପବିତ୍ର କୁରାନର ଆବୃତ୍ତି କରିଥାନ୍ତି, ଏଥିପ୍ରତି ମନ ବଳାଇଥାନ୍ତି ଏବଂ ଏହି ମାସରେ ବିଶେଷ ଭାବରେ ପବିତ୍ର କୁରାନର ଆବୃତ୍ତି କରିବା ପ୍ରତି ଧ୍ୟାନ କେନ୍ଦ୍ରିତ ମଧ୍ୟ ହୋଇଥାଏ। ତେଣୁ ଏବେ ଆବୃତ୍ତି କରିବା ସମୟରେ ଏଥିପ୍ରତି ଧ୍ୟାନ ରଖିବେ ଯେ ସେଥିରେ କ'ଣ କରିବା ଓ କ'ଣ ନ କରିବାର ନିର୍ଦ୍ଦେଶ ଦିଆଯାଇଛି। ସେଥିଅନ୍ତେ ଅପକର୍ମରୁ ନିବୃତ୍ତ ରହିବା ସହିତ ସତ୍କର୍ମ ସମ୍ପାଦନ କରିବାକୁ ଉଦ୍ୟମ କରିବା ଉଚିତ। ହଜରତ ମସିହ ମଉଦ ଆଲୈହିସ୍ସଲାମ କହିଛନ୍ତି, ପବିତ୍ର କୁରାନର ପ୍ରାରମ୍ଭରୁ ଶେଷ ପୃଷ୍ଠା ପର୍ଯ୍ୟନ୍ତ ଆଦେଶ ଓ ନିଷିଦ୍ଧାଦେଶର ବ୍ୟାଖ୍ୟା ରହିଛି। ହୁଜୁର ଆଲୈହିସ୍ସଲାମ ଅର୍ଥାତ୍ ହଜରତ ମସିହ ମଉଦ ଆଲୈହିସ୍ସଲାମ ଏକଥା ବେଶ ଦୃଢ଼ତାର ସହିତ କହିଛନ୍ତି ଯେ ଯେପର୍ଯ୍ୟନ୍ତ ମନୁଷ୍ୟ ଧର୍ମପରାୟଣ ହୋଇନାହିଁ, ଯେପର୍ଯ୍ୟନ୍ତ ଧର୍ମନିଷ୍ଠ ହୋଇନାହିଁ, ସେ ପର୍ଯ୍ୟନ୍ତ ତାହାର ଉପାସନା ଓ ଦୁଆ ସ୍ୱୀକୃତି ଲାଭ କରିବାର ସ୍ତରରେ ଉପନୀତ ହୋଇନଥାଏ। କାରଣ ଆଲ୍ଲାହ ତାଆଲା ଏକଥା କହିଛନ୍ତି, ଇନ୍ନାମା ୟତକବ୍ବାଲୁଲ୍ ଲାହୁ ମାନିଲ୍ ମୁତ୍ତକୀନା, ସୂରେ ମାଏଦା ଆୟତ ନମ୍ବର 28। ଅର୍ଥାତ୍ ନିଃସନ୍ଦେହ ରୂପେ ଆଲ୍ଲାହ ତାଆଲା ଧର୍ମପରାୟଣ ବ୍ୟକ୍ତିଙ୍କ ଉପାସନା ଗ୍ରହଣ କରନ୍ତି। ପୁନଶ୍ଚ ହଜରତ ମସିହ ମଉଦ ଆଲୈହିସ୍ସଲାମ କହିଲେ, ଏହା ନିରାଟ ସତ୍ୟ ଯେ ନମାଜ ରୋଜା ମଧ୍ୟ କେବଳ ଧର୍ମନିଷ୍ଠମାନଙ୍କର ଗୃହୀତ ହୋଇଥାଏ। ଉପାସନା ଗ୍ରହଣ ହେବା ଓ ତାହାର ତାତ୍ପର୍ଯ୍ୟ କ'ଣ? ଏହାର ଉତ୍ତର ଏହିକି ଯେ ଯେତେବେଳେ ଆମେ ଏକଥା କହୁ କି ନମାଜ ଗୃହୀତ ହୋଇଗଲା, ତେବେ ଏହାର ଅର୍ଥ ଯେ ନମାଜର ପ୍ରଭାବ ଓ ବରକାତ, ବିଭୂତି, କଲ୍ୟାଣ ନମାଜ ପାଠକାରୀ ମଧ୍ୟରେ ଉତ୍ପନ୍ନ ହୋଇଯାଇଛି। ଯେପର୍ଯ୍ୟନ୍ତ ସେହି ବରକତ ଓ ପ୍ରଭାବ ଉତ୍ପନ୍ନ ହୋଇନାହିଁ, ହୁଜୁର ଆଲୈହିସ୍ସଲାମ କୁହନ୍ତି, ସେ ପର୍ଯ୍ୟନ୍ତ ମନୁଷ୍ୟ କେବଳ ମୁଣ୍ଡିଆ ମାରିବା ମଧ୍ୟରେ ସୀମିତ ରହିଯାଇଥାଏ। ତାହାର ନମାଜ ପାଠ କରିବା, ସଜଦା କରିବା କେବଳ ନିଜ ମଥାକୁ ଭୂପୃଷ୍ଠରେ ମାରିବା ସଦୃଶ ଅଟେ। ସେ ନମାଜର ପ୍ରକୃତ ରହସ୍ୟକୁ
ପ୍ରକୃତ ଭେଦକୁ ସେ ପର୍ଯ୍ୟନ୍ତ ପାଇପାରି ନଥାଏ। ସୁତରାଂ ଆମମାନଙ୍କୁ ଦେଖିବାକୁ ହେବ ଯେ କ'ଣ ଆମ ରମଜାନ, ଆମର ରୋଜା ଆମକୁ ସେହି ସ୍ତରରେ ଉପନୀତ କରାଇ ପାରିବ। ହଜରତ ମସିହ ମଉଦ ଆଲୈହିସ୍ସଲାମ ଆହୁରି କହିଲେ, ସୁତରାଂ ସେହି ବ୍ୟକ୍ତି ଯେ ଏବେ ପ୍ରଥମ ସୋପାନରେ ଦଣ୍ଡାୟମାନ, ତାହା ପାଇଁ ପୁଣ୍ୟବାନ ହେବାକୁ ଉଦ୍ୟମ କରିବା କଷ୍ଟସାଧ୍ୟ। ତେବେ ଅପକର୍ମରୁ ନିବୃତ୍ତ ରହିବାର ନାମ ହିଁ ତକ୍ୱା ଅର୍ଥାତ୍ ଧର୍ମପରାୟଣ ଅଟେ। ସୁତରାଂ ଯଦି ଆମର ଉପାସନା, ଆମର ରୋଜା ରଖିବା, ଆମ ପବିତ୍ର କୁରାନର ଆବୃତ୍ତି କରିବା ଦ୍ୱାରା ଆମ ଅଭ୍ୟନ୍ତରରେ ପରିବର୍ତ୍ତନ ଉତ୍ପନ୍ନ ହୋଇନାହିଁ, ପରିବର୍ତ୍ତନ ସୃଷ୍ଟି ହୋଇନାହିଁ ଏବଂ ଯେଉଁ ତକ୍ୱା ହାସଲ କରିବା ସକାଶେ ରୋଜା ରଖାଯାଇଥାଏ ତାହା ହାସଲ କରିବାକୁ ଚେଷ୍ଟା କଲେ ନାହିଁ, ତେବେ ଆମ ରୋଜା ରଖିବାର ଉଦ୍ଦେଶ୍ୟ ପୂରଣ ହେଲା ନାହିଁ ବା ଆମେ ରୋଜା ରଖିବାର ଉଦ୍ଦେଶ୍ୟ ପୂରଣ କଲେ ନାହିଁ। ଆମେମାନେ ସେହି ରକ୍ଷା କବଚ ସମ୍ପର୍କରେ ଆଲୋଚନା ତ କଲେ, ଯାହା ପ୍ରସଙ୍ଗରେ ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲମଙ୍କର ପବିତ୍ର ନୀତିବାଣୀ ରହିଛି, କିନ୍ତୁ ଆମେମାନେ ସେହି ରକ୍ଷା କବଚକୁ ବ୍ୟବହାର କରିବାର ପ୍ରକ୍ରିୟା ଶିଖିବାକୁ ଚେଷ୍ଟା କଲେ ନାହିଁ। ଆମେମାନେ ସେହେରି ଓ ଆଫତାରୀ ଖାଇବାର ପ୍ରବନ୍ଧ ତ କଲେ, କିନ୍ତୁ ଆମେମାନେ ସେହେରି ଓ ଆଫତାରୀ ଖାଇବାର ଉଦ୍ଦେଶ୍ୟ ପୂରଣ କଲେ ନାହିଁ। ଆମେମାନେ ସାରା ଦିନ ବିନା ଅନ୍ନ ଜଳରେ ଅତିବାହିତ ତ କରିଦେଲେ, କିନ୍ତୁ ଆମେମାନେ ସେହି ଉପବାସର ଉଦ୍ଦେଶ୍ୟ ପୂରଣ କଲେ ନାହିଁ, ଯେଉଁ ଉଦ୍ଦେଶ୍ୟ ତକ୍ୱା ଦ୍ୱାରା ପୂରଣ ହୋଇଥାଏ, ଯାହାକି ଆମ ଅଭ୍ୟନ୍ତରରେ ଉତ୍ପନ୍ନ ହେବା ଉଚିତ ଥିଲା। ସୁତରାଂ ଆମମାନଙ୍କୁ ନିଜର ଅନୁଶୀଳନୀ କରିବା ଉଚିତ ଯେ ତାହା ଉତ୍ପନ୍ନ ହୋଇଛି ଅବା ନୁହେଁ। ଏଠାରେ ମୁଁ ହଜରତ ମସିହ ମଉଦ ଆଲୈହିସ୍ସଲାମଙ୍କର ଆଉ କେତେକ ସନ୍ଦର୍ଭ ଯାହାକି ଧର୍ମପରାୟଣତା ପ୍ରସଙ୍ଗରେ ରହିଛି ଆଲୋଚନା କରିଦେଉଛି, ଯେଉଁଥିରୁ ଆମର ମାର୍ଗଦର୍ଶନ ହୋଇଥାଏ ଯେ ଅସଲ ଧର୍ମପରାୟଣତା କାହାକୁ କୁହାଯାଏ। ହଜରତ ମସିହ ମଉଦ ଆଲୈହିସ୍ସଲାମ କେଉଁ ପ୍ରକାର ଧର୍ମପରାୟଣତା ଆମ ମଧ୍ୟରେ ଉତ୍ପନ୍ନ କରିବାକୁ ଚାହୁଁଥିଲେ। ଅସଲ ଧର୍ମପରାୟଣତା ଯାହାକି ମନୁଷ୍ୟକୁ ପରିଷ୍କାର କରିଦେଇଥାଏ, ପବିତ୍ର କରିଦେଇଥାଏ, ଯେଉଁଥିପାଇଁ ଅବତାରମାନେ ଆସିଥିଲେ ବା ଆସିଥାନ୍ତି, ତାହା ସଂସାରରୁ ଉଭେଇ ଯାଇଛି। କ'ଣ କେହି ଅଛି ଯେ କଦ୍ ଆଫ୍ଲାହା ମନ୍ ଜକ୍କାହାର ଦୃଷ୍ଟାନ୍ତ ସାବ୍ୟସ୍ତ କରିପାରିବ? ଅର୍ଥାତ୍ ଯେ ନିଜକୁ ପବିତ୍ର କରିନେଲା ସେ ନିଜ ଉଦ୍ଦେଶ୍ୟ ପ୍ରାପ୍ତ କରିନେଲା। ସ୍ୱଚ୍ଛ ଓ ପବିତ୍ରତା ଠାରୁ ବଳି ଅନ୍ୟ କୌଣସି ଜିନିଷ ନାହିଁ। ମନୁଷ୍ୟ ସ୍ୱଚ୍ଛ ଓ ପବିତ୍ର ଅବସ୍ଥାରେ ଥିଲେ ତାହା ସହିତ ଦେବଦୂତମାନେ ବାର୍ତ୍ତାଳାପ କରିଥାନ୍ତି। ଦୁଃଖଦ ଲୋକମାନଙ୍କ ମନରେ ଏଥିପ୍ରତି ଉତ୍କଣ୍ଠା ମଧ୍ୟ ନାହିଁ ବା ସେମାନେ ଏହାକୁ ଲଭିବା ପାଇଁ ଉତ୍କଣ୍ଠିତ ମଧ୍ୟ ନାହାନ୍ତି, ନଚେତ୍ ତାହାର ମଧୁର ସ୍ୱାଦ ସମସ୍ତ ବସ୍ତୁଠାରୁ ବୈଧ ଉପାୟରେ ହାସଲ ହୋଇଥାଏ। ଚୋର ଚୋରି କରିଥାଏ, ଯଦ୍ୱାରା ତାହାକୁ କିପରି ଅର୍ଥ ମିଳିଯିବ, ସେ ନିଜ ପାଇଁ ଅର୍ଥ ଜମା କରିନେବ, କିନ୍ତୁ ଯଦି ସେ ଧୈର୍ଯ୍ୟ ରକ୍ଷା କରିଥାନ୍ତା ତେବେ ପ୍ରଭୁ ତାହାକୁ ଅନ୍ୟ ଉପାୟରେ ଅର୍ଥ ପ୍ରଦାନ କରିଦେଇଥାନ୍ତେ, ଅର୍ଥ ଯୋଗାଇ ଦେଇଥାନ୍ତେ। କେବଳ ଏ ପ୍ରକାର ପ୍ରକାଶ୍ୟ ଚୋରି ନୁହେଁ, ବରଂ କେତେକ ବ୍ୟବସାୟୀ ଯେ ବିଭିନ୍ନ ସାମଗ୍ରୀରେ ଅପମିଶ୍ରଣ କରିଥାନ୍ତି ଓ ଲୋକମାନଙ୍କୁ ସେହି ଦ୍ରବ୍ୟ ବିକ୍ରି କରିଥାନ୍ତି, ସେମାନେ ମଧ୍ୟ ଏହି ଶ୍ରେଣୀରେ ଅନ୍ତର୍ଭୁକ୍ତ। ଯେତେବେଳେ ମନୁଷ୍ୟ ଅଭ୍ୟନ୍ତରରୁ ବିଶ୍ୱାସ ଉଠିଯାଏ, ସେତେବେଳେ ହିଁ ସେ ଏପରି କାଣ୍ଡ ଭିଆଇଥାଏ, ଏପରି ଅପକର୍ମରେ ସଂଶ୍ଳିଷ୍ଟ ହୋଇଥାଏ। ହଜରତ ମସିହ ମଉଦ ଆଲୈହିସ୍ସଲାମ କହିଲେ, ଯେପରିକି ଯଦି ଛେଳି ମୁଣ୍ଡ ଉପରେ ଏକ ମହାବଳ ବାଘ ଛିଡ଼ା ହୋଇଥିଲେ ସେ ଠିକ୍ ରୂପେ ଘାସ ମଧ୍ୟ ଚରିପାରି ନଥାଏ, ତେବେ କ'ଣ ମନୁଷ୍ୟଠାରେ ତୁଚ୍ଛ ଛେଳି ସମ ବିଶ୍ୱାସ ମଧ୍ୟ ବାକି ନାହିଁ? ଯେତେବେଳେ ମନୁଷ୍ୟ ପାପ ଓ ମନ୍ଦ କର୍ମ କରିବାକୁ ପାଦ ଆଗକୁ ବଢ଼ାଏ, ସେତେବେଳେ ଏହି କଥା ଚିନ୍ତା କରିବା ଉଚିତ ଯେ ପ୍ରଭୁ ମୋ ପ୍ରତି ଲକ୍ଷ୍ୟ ରଖିଛନ୍ତି, ପ୍ରତି ମୁହୂର୍ତ୍ତରେ ସେ ମୋତେ ଦେଖୁଛନ୍ତି। ପୁନଶ୍ଚ ହୁଜୁର ଆଲୈହିସ୍ସଲାମ କହିଲେ, ଅସଲ କଥା ଓ ମୂଳ ଉଦ୍ଦେଶ୍ୟ ଧର୍ମପରାୟଣତା ଅଟେ।
ଯାହାକୁ ତାହା ପ୍ରାପ୍ତ ହୋଇଗଲା ସେ ସବୁ କିଛି ହାସଲ କରିନେଲା। ତାହା ବ୍ୟତୀତ ମନୁଷ୍ୟ ନା ଛୋଟ ନା ବଡ଼ କୌଣସି ପ୍ରକାରର ଅପକର୍ମରୁ ବର୍ତ୍ତି ପାରିବ, ବରଂ ସବୁ କିଛି ଅର୍ଥହୀନ ସାବ୍ୟସ୍ତ ହୋଇଥାଏ। ଅର୍ଥାତ୍ ଯେଭଳି ପୁଣ୍ୟକର୍ମ ସତ୍କର୍ମ କଲେ ମଧ୍ୟ ତାହା ବୃଥା ଯାଇଥାଏ। ମନୁଷ୍ୟକୃତ ପ୍ରଶାସନିକ ବ୍ୟବସ୍ଥାର ଆଦେଶାବଳୀ ପାପରୁ ରକ୍ଷା କରିପାରିନଥାଏ, କାରଣ ପ୍ରଶାସକମାନେ ମନୁଷ୍ୟ ସହିତ ସର୍ବଦା ରହିପାରିନଥାନ୍ତି, ଜଗି ରହିନଥାନ୍ତି ଯେ ତାହାର ଭୟ ଅର୍ଥାତ୍ ପ୍ରଶାସନର ଭୟ ତା ମନରେ ଉଜ୍ଜୀବିତ ରହିଥିବ। ମନୁଷ୍ୟ ନିଜକୁ ଏକାକୀ ମଣି ଅପକର୍ମ କରି ବସିଥାଏ, ନଚେତ୍ କଦାପି ସେ ସାହସ ଜୁଟାଇ ପାରିନଥାନ୍ତା। ଯେତେବେଳେ ମନୁଷ୍ୟ ଏକାକୀ ରହିଥାଏ ସେତେବେଳେ ସେ ନାସ୍ତିକବାଦୀ ପାଲଟି ଯାଇଥାଏ। ତାହା ହୃଦୟ ବିଶ୍ୱାସ ଶୂନ୍ୟ ହୋଇଯାଇଥାଏ। ପ୍ରଭୁ ତାହା ହୃଦୟରୁ ବାହାରି ଯାଇଥାନ୍ତି। ସେତେବେଳେ ସେ ଏହି ଚିନ୍ତା କରିନଥାଏ ଯେ ମୋ ପ୍ରଭୁ ମୋ ସାଥିରେ ଅଛନ୍ତି, ମୋ ଉପରେ ଲକ୍ଷ୍ୟ ରଖିଛନ୍ତି, ମୋତେ ଦେଖୁଛନ୍ତି। ଯଦି ଏକଥା ଚିନ୍ତା କରନ୍ତା ଯେ ପ୍ରଭୁ ମୋ ଉପରେ ଲକ୍ଷ୍ୟ ରଖିଛନ୍ତି, ତେବେ କଦାପି ଅପକର୍ମ କରିନଥାନ୍ତା ବା ଅପକର୍ମ ଆଡ଼କୁ ପାଦ ଆଗକୁ ବଢ଼ାଇ ନଥାନ୍ତା। ଧର୍ମପରାୟଣତା ଆଧାରରେ ସବୁ କିଛି ହାସଲ ହୋଇଯାଇଥାଏ। ଦେଖ, ପବିତ୍ର କୁରାନର ଆରମ୍ଭ ଏହିଥିରୁ ହିଁ ହୋଇଛି ଯେ ଇୟାକା ନାବୁଦୁ ଓ ଇୟାକା ନସ୍ତାଇନ୍। ଏହାର ଯଥାର୍ଥ ଧର୍ମପରାୟଣତା ଅଟେ। ମନୁଷ୍ୟ ଯଦିଚ ଅମଳ କରିଥାଏ କିନ୍ତୁ ଭୟବଶତଃ ସାହସ ଜୁଟାଇ ପାରିନଥାଏ ଯେ ତାହାକୁ ନିଜ ପ୍ରତି ସମ୍ବୋଧିତ କରିପାରିବ ଏବଂ ଅଲ୍ଲାହଙ୍କ ଠାରୁ ସାହାଯ୍ୟ ଭିକ୍ଷା କରିପାରିବ ବା ଅଲ୍ଲାହଙ୍କ ଠାରୁ ସାହାଯ୍ୟ ଭିକ୍ଷା କରିଥାଏ। ଦ୍ୱିତୀୟ ପନ୍ଥା ହୁଦଲ ଲିଲ୍ ମୁତ୍ତକିନ୍‌ରୁ ଆରମ୍ଭ ହୋଇଥାଏ। ନମାଜ, ରୋଜା ଓ ଜାକାତ ଆଦି ସେତେବେଳେ ଗୃହୀତ ହୋଇଥାଏ ଯେତେବେଳେ ମନୁଷ୍ୟ ଧର୍ମପରାୟଣତା ଅବଲମ୍ବନ କରିଥାଏ। ସେତେବେଳେ ମନ୍ଦ କର୍ମ ଆଡ଼କୁ ଆକର୍ଷିତ କରୁଥିବା ସମସ୍ତ ଭାବନାକୁ ପରମେଶ୍ୱର ଦୂର କରିଦେଇଥାନ୍ତି। ଯଦି ଧର୍ମପରାୟଣତା ଉତ୍ପନ୍ନ ହୋଇଯାଏ ତେବେ ପତ୍ନୀର ଆବଶ୍ୟକତା ଥିଲେ ପ୍ରଭୁ ତାହାକୁ ପତ୍ନୀ ପ୍ରଦାନ କରିଦେଇଥାନ୍ତି। ଔଷଧର ଆବଶ୍ୟକତା ପଡ଼ିଲେ ତାହାକୁ ଔଷଧ ଯୋଗାଇ ଦେଇଥାନ୍ତି। ବସ୍ତୁତଃ ଯେକୌଣସି ସାମଗ୍ରୀ ଦରକାର ପଡ଼ିଥାଏ ପ୍ରଭୁ ତାହା ପାଇଁ ତାହା ଯୋଗାଇ ଦେଇଥାନ୍ତି। ଏପରି ସ୍ଥାନରୁ ଆମଦାନୀ ହୋଇଥାଏ ଯେଉଁ ସ୍ଥଳରୁ ମିଳିବାର ତାହାର ଅର୍ଥାତ୍ ମନୁଷ୍ୟର ଚିନ୍ତା ଚେତନାରେ ମଧ୍ୟ ନଥାଏ, ସେ କଳନା ମଧ୍ୟ କରିନଥାଏ। ସେହି ସ୍ଥଳୁ ପ୍ରଭୁ ତାକୁ ଅର୍ଥ ପ୍ରଦାନ କରିଥାନ୍ତି, ରୋଜଗାର ପ୍ରଦାନ କରିଥାନ୍ତି। ପବିତ୍ର କୁରାନରେ ଆଉ ଏକ ସ୍ଥାନରେ ପ୍ରଭୁ କୁହନ୍ତି, ଇନ୍ନାଲ୍ଲज़ୀନା କାଲୁ ରବ୍ବୁନାଲ୍ଲାହ ସୁମ୍ମସ୍ତକାମୁ ତତନଜ୍ଜଲୁ ଆଲୈହିମୁଲ୍ ମଲାኢକତୁ ଅଲ୍ଲା ତଖାଫୁ ୱଲା ତହଜନୁ। ଅର୍ଥାତ୍ ସେମାନଙ୍କ ଉପରେ ମହାବିପତ୍ତି ଓ ସମସ୍ୟାର ମହାବାତ୍ୟା ପରିଚାଳିତ ହୋଇଥାଏ, କିନ୍ତୁ ଯେହେତୁ ସେମାନେ ଏକ ପ୍ରତିଶ୍ରୁତି କରିସାରିଥିଲେ ତେଣୁ ସେମାନେ ଅବିଚଳତା ପ୍ରଦର୍ଶନ କରିନଥାନ୍ତି। ବିଶ୍ୱସ୍ତତାର ସହିତ ପ୍ରଭୁଙ୍କ ସହିତ ସମ୍ପର୍କ ଅବ୍ୟାହତ ରଖିଥାନ୍ତି। ଥରେ ବିଶ୍ୱାସ ଆଣିବା ପରେ ସେଥିରେ ସୁଦୃଢ଼ ହୋଇଯାଇଥାନ୍ତି। ଏପରି ନୁହେଁ କି ଛୋଟ ଛୋଟ କଥାରେ ସେମାନଙ୍କ ବିଶ୍ୱାସ ଟଳମଳ ହେବାକୁ ଲାଗିଥାଏ। ସେମାନେ ଆନ୍ଦୋଳିତ ହୋଇଯାଇଥାନ୍ତି। ଆଗକୁ ଅଲ୍ଲାହ କୁହନ୍ତି, ଯେତେବେଳେ ସେମାନେ ଏପରି ଆଚରଣ ଅର୍ଥାତ୍ ନିଷ୍ଠା ଓ ବିଶ୍ୱସ୍ତତା ପ୍ରଭୁଙ୍କ ସହିତ ପ୍ରଦର୍ଶନ କରିଥାନ୍ତି ତାହାର ପ୍ରତିଫଳ ସେମାନଙ୍କୁ ଏପରି ମିଳିଥାଏ ଯେ ତତନଜ୍ଜଲୁ ଆଲୈହିମୁଲ୍ ମଲାଇକା ଅର୍ଥାତ୍ ସେମାନଙ୍କ ଉପରେ ଦେବଦୂତମାନେ ଅବତରଣ କରିଥାନ୍ତି ଏବଂ ପୁନଶ୍ଚ କହିଲେ, ତୁମ୍ଭେ ଭୟ କର ନାହିଁ କି ଦୁଃଖ କର ନାହିଁ, କାରଣ ତୁମ୍ଭ ପ୍ରଭୁ ତୁମମାନଙ୍କ ସାଥିରେ ଅଛନ୍ତି, ସେ ତୁମର ତତ୍ତ୍ୱାବଧାରକ। ୱବଶ୍ଶିରୁ ବିଲ୍ ଜନ୍ନତିଲ୍ଲତୀ କୁନ୍ତୁମ୍ ତୁଅଦୁନ୍। ସେମାନଙ୍କୁ ସୁସମାଚାର ପ୍ରଦାନ କରିଦିଅ ଯେ ସେହି ବୈକୁଣ୍ଠର ତାତ୍ପର୍ଯ୍ୟ ଏହି ସ୍ଥଳେ ସାଂସାରିକ ବୈକୁଣ୍ଠ ଅଟେ, ଯେପରିକି ପବିତ୍ର କୁରାନରେ
ଆଉ ଏକ ସ୍ଥାନରେ କୁହାଯାଇଛି ୱଲିମନ୍ ଖାଫା ମକାମା ରବ୍ବହୁ ଜନ୍ନତାନ୍। ପୁନଃ ଆହୁରି କହିଲେ ନାହନୁ ଔଲିୟାଉକୁମ୍ ଫିଲ୍ ହାୟାତ ଦୁନିଆ ୱ ଫିଲ୍ ଆଖିରା। ଅର୍ଥାତ୍ ଇହ ଓ ପରକାଳରେ ଆମ୍ଭେ ହିଁ ତୁମ୍ଭର ସାଥୀ ଓ ପ୍ରତିପାଳକ। ସୁତରାଂ କେଡ଼େ ଭାଗ୍ୟବାନ ସେହିମାନେ ଯାହାଙ୍କର ଐଶ୍ୱର୍ଯ୍ୟମୟ ପ୍ରଭୁ ସାଥୀ ହୋଇଯାଇଥାନ୍ତି, ପ୍ରତିପାଳକ ପାଲଟି ଯାଇଥାନ୍ତି, ପ୍ରତିପାଳକ ସାଜିଥାନ୍ତି। ସେ ଯେ ନିଜର ପ୍ରତ୍ୟେକ କାର୍ଯ୍ୟ ପ୍ରଭୁଙ୍କ ପ୍ରୀତିଭାଜନ ଲାଭ କରିବା ଉଦ୍ଦେଶ୍ୟରେ ସମ୍ପାଦନ କରିଥାନ୍ତି। ପୁନଶ୍ଚ ମୋମିନ୍ ଓ ଅମାନ୍ୟକାରୀଙ୍କ ସଫଳତା ମଧ୍ୟରେ ପ୍ରଭେଦ ଦର୍ଶାଇ କହିଲେ ଜଣେ ମୋମିନ୍ ନିଜ ସଫଳତାକୁ କିପରି ଦେଖିଥାଏ ଓ ଜଣେ ଅମାନ୍ୟକାରୀ ନିଜ ସଫଳତାକୁ କିପରି ଦେଖିଥାଏ। ଏହି ପ୍ରସଙ୍ଗରେ କହିଲେ ଏହି ନିୟମକୁ ସର୍ବଦା ସ୍ମରଣ ରଖ ଯେ ପୁଣ୍ୟବାନର କାର୍ଯ୍ୟ ଏହିକି ଯେ ସେ କୌଣସି ପ୍ରକାର ସଫଳତା ଯାହାକି ତାହାକୁ ପ୍ରଦାନ କରାଯାଇଥାଏ ମନସ୍ତାପ କରିଥାଏ ଯେ ମୁଁ ତ ଏହାର ପାତ୍ର ନଥିଲି, ବରଂ ପ୍ରଭୁଙ୍କ କୃପା ଫଳରେ ଏସବୁ ମୋତେ ପ୍ରାପ୍ତ ହୋଇଛି, ପ୍ରଦାନ କରାଯାଇଛି। ଯେତେବେଳେ ଏହି ଭାବନା ଉଦ୍ରେକ ହେବ ଓ ମନୁଷ୍ୟ ପ୍ରଭୁଙ୍କ ପ୍ରଶଂସା ଗାନ କରି ନିଜ ପାଦ ଆଗକୁ ବଢ଼ାଇବ, ସେତେବେଳେ ପ୍ରତ୍ୟେକ ପରୀକ୍ଷା ସମୟରେ ତାହାର ବିଶ୍ୱାସ ଅଟଳ ଓ ଅବିଚଳ ରହିଥାଏ। ପୁନଶ୍ଚ କହିଲେ ପ୍ରକୃତ ପୁଣ୍ୟବାନ ଯେତେବେଳେ ସମସ୍ତ କାର୍ଯ୍ୟ ପ୍ରଭୁଙ୍କ ତରଫରୁ ମନେ କରେ, ସେତେବେଳେ ତାହା ଉପରେ ପୁରସ୍କାରର ଦ୍ୱାର ଉନ୍ମୁକ୍ତ କରି ଦିଆଯାଇଥାଏ। ଏପରି ପ୍ରତ୍ୟେକ ସଫଳତା ଅନ୍ତେ ତାହାର ପରମେଶ୍ୱର ତାହା ସହିତ ଆଉ ଏକ ନୂତନ ମାମଲା ଆରମ୍ଭ କରିଦେଇଥାନ୍ତି। ତାହା ଅଭ୍ୟନ୍ତରରେ ପବିତ୍ର ପରିବର୍ତ୍ତନ ସୃଷ୍ଟି କରିଦେଇଥାନ୍ତି। ଯେପରିକି ସେ କୁହନ୍ତି ଇନ୍ନାଲ୍ଲାହା ମା'ଲ୍ଲଯୀନାତ୍ତକୌ। ପ୍ରଭୁ ସେହିମାନଙ୍କ ସାଥିରେ ଥାନ୍ତି ଯେ ଧର୍ମନିଷ୍ଠ ଓ ଧର୍ମପରାୟଣ ଅଟନ୍ତି। ସ୍ମରଣ ରଖିବା ଉଚିତ ଯେ ପବିତ୍ର କୁରାନରେ ତକ୍ୱା ଶବ୍ଦ ଅନେକ ଥର ଆସିଛି, କିନ୍ତୁ ଏହି ସ୍ଥଳେ ମା ଶବ୍ଦ ଆସିଛି। ଆରବୀ ଶବ୍ଦ ମା ଆସିଛି ଅର୍ଥାତ୍ ଯେ ପ୍ରଭୁଙ୍କୁ ପ୍ରାଥମିକତା ଦେଇଥାଏ ସେ ସଂସାରର ପ୍ରତ୍ୟେକ ଅପନିନ୍ଦାରୁ ବା ରକ୍ଷା କରାଯାଇଥାଏ। ଆପଣ କହିଲେ ମୋର ବିଶ୍ୱାସ ଏହିକି ଯେ ସଂସାରରେ ମନୁଷ୍ୟ ସମସ୍ତ କିସମର ଅପନିନ୍ଦାରୁ ଓ କଠିନତାରୁ ଉଦ୍ଧାର ପାଇବାକୁ ଚାହିଁଥିଲେ, ତାହା ପାଇଁ କେବଳ ଗୋଟିଏ ପନ୍ଥା ଯେ ସେ ଧର୍ମନିଷ୍ଠ ହୋଇଯାଉ, ତାପରେ ତାହାକୁ ଅନ୍ୟ କୌଣସି ଜିନିଷ ଲୋଡ଼ା ପଡ଼ିନଥାଏ। ମୋମିନ୍ କେବଳ ସେହି ସ୍ଥଳେ ଅଟକି ଯାଇ ନଥାଏ, ବରଂ ତାହା ତାକୁ ବେଶ୍ ଆଗକୁ ନେଇଯାଇଥାଏ। ସେ ଆଗକୁ ବଢ଼ି ଚାଲିଥାଏ। ହଜରତ ମସିହ ମଉଦ ଆଲୈହିସ୍ସଲାତୁ ୱସ୍ସଲାମ କହିଲେ ଧର୍ମପରାୟଣତାର ପ୍ରଭାବ ଏହି ଭବ ସଂସାରରେ ମନୁଷ୍ୟ ମଧ୍ୟରେ ପରିଲକ୍ଷିତ ହେବା ଆରମ୍ଭ ହୋଇଯାଇଥାଏ। ଏହା କେବଳ ଉଦ୍ଧାର ନୁହେଁ ନଗଦ, ବରଂ ଯେପରି ବିଷର ପ୍ରଭାବ ତରିଆକ୍ ଅର୍ଥାତ୍ ଔଷଧର ପ୍ରଭାବ ଶରୀର ଉପରେ ସଙ୍ଗେ ସଙ୍ଗେ ପଡ଼ିଥାଏ, ଠିକ୍ ସେହିପରି ତକ୍ୱାର ପ୍ରଭାବ ଧର୍ମପରାୟଣତାର ପ୍ରଭାବ ମଧ୍ୟ ମନୁଷ୍ୟ ମଧ୍ୟରେ ଦୃଶ୍ୟମାନ ହୋଇଥାଏ। ଯେ ଧର୍ମନିଷ୍ଠ ତାହାର ଆଚରଣରୁ ହିଁ ଅବଲୋକନ ହୋଇଯାଇଥାଏ, ପ୍ରତୀତ ହୋଇଯାଇଥାଏ। ସୁତରାଂ ଯଦି ପୁଣ୍ୟକର୍ମ କରିବା ଓ ଉପାସନା କରିବା ସତ୍ତ୍ୱେ ମନୁଷ୍ୟର ଅବସ୍ଥାରେ ପରିବର୍ତ୍ତନ ଉତ୍ପନ୍ନ ହେଉନାହିଁ, ସୃଷ୍ଟି ହୋଇନାହିଁ, ତେବେ ଏହା ଘୋର ଚିନ୍ତାର ବିଷୟ। ଲୋକେ ଅନେକ ପ୍ରଶ୍ନ ପଚାରିଥାନ୍ତି ଯେ ଯଦି ପୁଣ୍ୟକର୍ମ ପ୍ରତି ଧ୍ୟାନ କେନ୍ଦ୍ରିତ ହେଉଛି, ପ୍ରଭୁଙ୍କ ପ୍ରତି ଧ୍ୟାନ କେନ୍ଦ୍ରିତ ହେଉଛି, ତେବେ ତାହା କାର୍ଯ୍ୟରେ ପ୍ରଭୁ କଲ୍ୟାଣ ରଖିଦେଇଥାନ୍ତି। ପୁନଶ୍ଚ ଧର୍ମପରାୟଣତାର ମାର୍ଗ ପ୍ରତି ଧ୍ୟାନ କେନ୍ଦ୍ରିତ କରାଇ ହୁଜୁର ଆଲୈହିସ୍ସଲାମ କହିଲେ ମନୁଷ୍ୟର ସମସ୍ତ ଆଧ୍ୟାତ୍ମିକ ସୌନ୍ଦର୍ଯ୍ୟତା ଧର୍ମପରାୟଣତାର ସମସ୍ତ ସୂକ୍ଷ୍ମ ମାର୍ଗ ଉପରେ ପରିଚାଳିତ ହେବାରେ ଅନ୍ତର୍ନିହିତ। ଧର୍ମପରାୟଣତାର ସୂକ୍ଷ୍ମ ମାର୍ଗ ଏହିକି ଯେ ତାହା ମଧ୍ୟରେ ଏକ ସୌନ୍ଦର୍ଯ୍ୟ ଉତ୍ପନ୍ନ ହୋଇଯାଏ। ଏହା ସୁସ୍ପଷ୍ଟ ଯେ ପରମେଶ୍ୱର ସନ୍ତକ ଓ ବିଶ୍ୱାସର ପ୍ରତିଶ୍ରୁତିକୁ ଯଥାସମ୍ଭବ ସମ୍ପାଦନ କରିବା ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଯେଭଳି ସାମର୍ଥ୍ୟ
ଓ ଅଙ୍ଗ ରହିଛି, ଯେଭଳି ଆଖି, ନାକ, କାନ, ହାତ ଓ ଅନ୍ୟାନ୍ୟ ଅଙ୍ଗ ପ୍ରତ୍ୟଙ୍ଗ ଏବଂ ପ୍ରଚ୍ଛନ୍ନରେ ହୃଦୟ ଓ ଅନ୍ୟାନ୍ୟ ସାମର୍ଥ୍ୟ, ଚରିତ୍ର ଆଦିର ଯେଭଳି ସାମର୍ଥ୍ୟ ରହିଛି, ତାହାକୁ ଆବଶ୍ୟକ ସ୍ଥଳେ ଠିକ୍ ଠିକ୍ ପ୍ରୟୋଗ କରିବା, ବ୍ୟବହାରରେ ଆଣିବା ଏବଂ ଅବୈଧ କାର୍ଯ୍ୟରୁ ବିରତ ରହିବା, ଦୂରେଇ ରହିବା ଏବଂ ସେଗୁଡ଼ିକର ଗୁପ୍ତ ଆକ୍ରମଣରୁ ସତର୍କ ରହିବା, ସଚେତନ ରହିବା, ତାହା ମୁକାବିଲାରେ ଭୟଙ୍କର କର୍ତ୍ତବ୍ୟ ରହିଛି। ଏହି ବିଶ୍ୱାସ ରୂପକ ପ୍ରତିଜ୍ଞା ଆମେ ପ୍ରଭୁଙ୍କ ସହିତ କରିଛେ ଯେ ଚକ୍ଷୁର ମଧ୍ୟ ସଦୁପଯୋଗ କରିବା ଉଚିତ ଏବଂ ସଦୁପଯୋଗ କରିବୁ। ଖରାପ ଦୃଷ୍ଟିରେ କାହାରିକୁ ଦେଖିବୁ ନାହିଁ, ଖରାପ କଥା ଶୁଣିବୁ ନାହିଁ। ନିଜର ହସ୍ତ ଓ ପାଦ ଦ୍ୱାରା ମଧ୍ୟ ସତ୍କର୍ମ ସମ୍ପାଦନ କରିବୁ। ହୃଦୟରେ ଯେଉଁ ମଳିନତା ରହିଛି ତାହାକୁ ମଧ୍ୟ ପରିଷ୍କାର ଓ ପବିତ୍ର କରିଦେବୁ। ସେଥିପାଇଁ ଅଧିକରୁ ଅଧିକ କ୍ଷମା ଯାଚନା କରିବା ଉଚିତ। ଶରୀରର ଅନ୍ୟ ଶକ୍ତିକୁ ମଧ୍ୟ ବିନିଯୋଗ କରି ନିଜ ଚରିତ୍ରକୁ ସର୍ବୋଚ୍ଚ ସ୍ତରରେ ପହଞ୍ଚାଇବା, ଯାହାର ଆମେ ପ୍ରତିଶ୍ରୁତି କରିଥାଉ। ଏହି ପ୍ରତିଜ୍ଞା ଯାହାକି ସେ ପ୍ରଭୁଙ୍କ ସହିତ କରିଛି ପୂରଣ କରିବା ଓ ଭକ୍ତଙ୍କ କର୍ତ୍ତବ୍ୟ ପ୍ରତି ଧ୍ୟାନ କେନ୍ଦ୍ରିତ କରିବା। କାରଣ ଯଦି ଏହି କର୍ତ୍ତବ୍ୟ ସମ୍ପାଦନ ହୋଇଗଲା, ତେବେ ଯେପରିକି ପ୍ରଭୁ କୁହନ୍ତି, ଏହା ସେହି ମାର୍ଗ ଯାହା ସହିତ ମନୁଷ୍ୟର ସମସ୍ତ ସୌନ୍ଦର୍ଯ୍ୟତା ଜଡ଼ିତ। ଯଦି ପ୍ରଭୁ ଓ ଭକ୍ତଙ୍କ କର୍ତ୍ତବ୍ୟ ସମ୍ପାଦନ ହୋଇଗଲା, ତେବେ ମନୁଷ୍ୟ ମଧ୍ୟରେ ଆଧ୍ୟାତ୍ମିକ ସୌନ୍ଦର୍ଯ୍ୟ ଉତ୍ପନ୍ନ ହୋଇଯାଇଥାଏ। ପରମେଶ୍ୱର ପବିତ୍ର କୁରାନରେ ତକ୍ୱାକୁ ବସ୍ତ୍ର ନାମରେ ନାମିତ କରିଛନ୍ତି, ଅର୍ଥାତ୍ ଲିବାସୁ ତକ୍ୱା ଶବ୍ଦ ବ୍ୟବହାର କରିଛନ୍ତି, ପ୍ରୟୋଗ କରିଛନ୍ତି। ଏହା ଏଥିପ୍ରତି ଇଙ୍ଗିତ କରାଯାଇଛି, ଆଧ୍ୟାତ୍ମିକ ସୌନ୍ଦର୍ଯ୍ୟତା ତକ୍ୱା ଦ୍ୱାରା ହିଁ ଆସିଥାଏ। ଧର୍ମପରାୟଣତା ଏହିକି ଯେ ପରମେଶ୍ୱର ସନ୍ତକ ଓ ବିଶ୍ୱାସର ପ୍ରତିଶ୍ରୁତିକୁ ଯଥାସମ୍ଭବ ସମ୍ପାଦନ କରିଥାନ୍ତି। ଯେପରିକି ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଯେଭଳି ସାମର୍ଥ୍ୟ ରହିଛି, ଅଙ୍ଗ ପ୍ରତ୍ୟଙ୍ଗ ରହିଛି, ଯେପରିକି ଆଖି, କାନ, ନାକ, ହାତ ଇତ୍ୟାଦି, ଅର୍ଥାତ୍ ତାହାର ସୂକ୍ଷ୍ମାତି ସୂକ୍ଷ୍ମ ଦିଗ ଉପରେ ଅମଳ କରିବା, ସେଗୁଡ଼ିକୁ ବିନିଯୋଗ କରିବା। ଯାହା ପ୍ରଭୁଙ୍କର ନିର୍ଦ୍ଦେଶ ରହିଛି ଉପାସନା ସଂକ୍ରାନ୍ତରେ ବ୍ୟକ୍ତିଗତ ସ୍ତର ପାଇଁ ଲୋକମାନଙ୍କ କର୍ତ୍ତବ୍ୟ ସମ୍ପାଦନ କରିବା ପ୍ରସଙ୍ଗରେ, ତାହାର ସୂକ୍ଷ୍ମାତି ସୂକ୍ଷ୍ମ ଦିଗ ଉପରେ କାର୍ଯ୍ୟକାରୀ କରିବାକୁ ପ୍ରୟାସ କରିବା। ସୁତରାଂ ଯେପର୍ଯ୍ୟନ୍ତ ଅଲ୍ଲାହ ଓ ଭକ୍ତଙ୍କ କର୍ତ୍ତବ୍ୟ ସମ୍ପାଦନ କରିବାର ସୂକ୍ଷ୍ମାତି ସୂକ୍ଷ୍ମ ମାର୍ଗ ଉପରେ ପରିଚାଳିତ ହୋଇନାହଁ, ସେ ପର୍ଯ୍ୟନ୍ତ ଧର୍ମପରାୟଣତାର ସ୍ତର ପ୍ରାପ୍ତ କରିପାରିବ ନାହିଁ। ସୁତରାଂ ଏହା ଅତି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ, ଯାହାକୁ ଆମ୍ଭମାନଙ୍କୁ ମନେ ରଖିବା ଉଚିତ। କେବଳ ଉପାସନା କଲେ ହେବ ନାହିଁ, ବରଂ ଭକ୍ତଙ୍କର କର୍ତ୍ତବ୍ୟ ଯେପର୍ଯ୍ୟନ୍ତ ସମ୍ପାଦନ କରିନାହଁ, କୌଣସି ସୁଫଳ ମିଳିବ ନାହିଁ ଏବଂ ସୃଷ୍ଟିର କିଛି କର୍ତ୍ତବ୍ୟ ସମ୍ପାଦନ କରି ପ୍ରଭୁଙ୍କ ଉପାସନାକୁ ପାସୋରି ଗଲେ ମଧ୍ୟ ସୁଫଳ ମିଳିବ ନାହିଁ। ଜଣେ ସଚୋଟ ମୋମିନ ପାଇଁ ଉଭୟ ପ୍ରସଙ୍ଗ ପ୍ରତି ଦୃଷ୍ଟି ରଖିବା ଅନିବାର୍ଯ୍ୟ। ପୁନଶ୍ଚ କୁପ୍ରଥା ପ୍ରସାର ଲାଭ କରିବା ଓ ଧର୍ମନିଷ୍ଠତାରୁ ଦୂରେଇ ଯିବା ଚର୍ଚ୍ଚା କରି ଆପଣ କୁହନ୍ତି, ପ୍ରତ୍ୟେକ ଗୋଷ୍ଠୀରେ ସହସ୍ର କିସମର କୁପ୍ରଥା ଉତ୍ପନ୍ନ ହୋଇଯାଇଛି। ଧର୍ମପରାୟଣତା ଓ ପବିତ୍ରତା ଯାହାକି ମନୁଷ୍ୟର ଅସଲ ଉଦ୍ଦେଶ୍ୟ, ଯେଉଁଥିପାଇଁ ହୁଜୁର ସല്ലଲ୍ଲାହୁ ଆଲୈହି ወସଲ୍ଲମ ଭୟଙ୍କର ଓ ବଡ଼ ବଡ଼ ଦୁଃଖ କଷ୍ଟ ସହ୍ୟ କଲେ, ଯାହା ଅବତାର ବ୍ୟତୀତ ଅନ୍ୟ କେହି ସହ୍ୟ କରିପାରି ନଥାନ୍ତି, ତାହା ଆଜି ଉଭେଇ ଗଲାଣି। କାରାଗାର ମଧ୍ୟକୁ ଯାଇ ଦେଖ, ଅପରାଧୀମାନଙ୍କ ମଧ୍ୟରେ ଅଧିକ ସଂଖ୍ୟା କାହାର ରହିଛି? କେଉଁ ଗୋଷ୍ଠୀର ରହିଛି? ଆପଣ କହିଲେ, କାରାଗାରରେ ଅଧିକାଂଶ ଅପରାଧୀ ମୁସଲମାନ ଅଟନ୍ତି। ଘାନାରେ ଆମର ଜଣେ ନେତା ମୁଖିଆ ଥିଲେ। ସେ ଏକ ମିଟିଂରେ କହିଲେ, ଏହି ଘଟଣା ଆଗରୁ ମଧ୍ୟ ମୁଁ ଆଲୋଚନା କରିସାରିଛି ଯେ ଜେଲରେ ଅଧିକାଂଶ ଅପରାଧୀ ମୁସଲମାନ ଅଟନ୍ତି। କିନ୍ତୁ ସେ କହିଲେ, ମୁଁ ଜଣେ ଅହମଦୀ ଅଟେ। ମୁଁ ଚ୍ୟାଲେଞ୍ଜ କରୁଛି ଯେ ଏହି ସଂଖ୍ୟାଧିକ ମୁସଲମାନ ଅପରାଧୀମାନଙ୍କ ମଧ୍ୟରେ ଆପଣଙ୍କୁ ଜଣେ ହେଲେ ମଧ୍ୟ ଅହମଦୀ
ଦେଖିବାକୁ ମିଳିବ ନାହିଁ। ସେମାନଙ୍କ ମଧ୍ୟରେ ଜଣେ ହେଲେ ଅହମଦୀ ଅପରାଧୀ ନଥିବେ। ଯେତେବେଳେ ତାହାର ଅନୁସନ୍ଧାନ କରାଗଲା, ତାଙ୍କ କଥାର ସର୍ବେକ୍ଷଣ କରାଗଲା, ସେତେବେଳେ ଜଣାଗଲା ଯେ ତାଙ୍କ କଥା ସମ୍ପୂର୍ଣ୍ଣ ରୂପେ ଠିକ୍ ଏବଂ ତାହା ସଠିକ୍ ପ୍ରମାଣିତ ହେଲା। ଅର୍ଥାତ୍ ଏତେ ସଂଖ୍ୟାରେ ମୁସଲମାନ କାରାଗାରରେ ଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଜଣେ ହେଲେ ଅହମଦୀ ମୁସଲମାନ ନଥିଲେ। ତେବେ ପ୍ରକୃତ ମୋମିନ୍ ଓ ପ୍ରକୃତ ଅହମଦୀଙ୍କ ଏହା ହିଁ ଚିହ୍ନ। ଏହି ଦୃଷ୍ଟିରୁ ଏହା ପ୍ରଚାରର ବହୁତ ବଡ଼ ମାଧ୍ୟମ ସାଜିଥାଏ। ଯଦି ଏକଥା ଆମେ ନିଜ ସମ୍ମୁଖରେ ରଖିବା, ପ୍ରତ୍ୟେକ କ୍ଷେତ୍ରରେ, ନିଜ କାରବାରରେ, ନିଜ ନୀତିଦିନିଆ ଜୀବନଯାପନରେ ନିଜ ଉତ୍ତମ ନମୁନା ପ୍ରଦର୍ଶନ କରିବା, ନିଜ ଉପାସନାର ସ୍ତର ଅଭିବୃଦ୍ଧି କରିବା, ପ୍ରଭୁଙ୍କ ଭୟ ହୃଦୟରେ ଉତ୍ପନ୍ନ କରିବା, ତେବେ ତାହା ଯେଉଁ ସ୍ଥଳେ ଆମ ସୁଧାରର ମାଧ୍ୟମ ସାଜିବ, ସେହି ସ୍ଥଳେ ତାହା ଏକ ନୀରବ ପ୍ରଚାରର ମାଧ୍ୟମ ମଧ୍ୟ ସାବ୍ୟସ୍ତ ହେବ। ଆପଣ କୁହନ୍ତି, କୁକର୍ମ, ମଦ୍ୟପାନ, ଅନ୍ୟର ଅଧିକାର ଆତ୍ମସାତ ଓ ଅନ୍ୟାନ୍ୟ ଅପରାଧମୂଳକ କାର୍ଯ୍ୟ ବହୁଳ ମାତ୍ରାରେ ବଢ଼ି ଚାଲିଛି। ଏପରି ମନେ କରାଯାଉଛି ଯେମିତି କେହି ପରମାତ୍ମା ନାହିଁ। ଲୋକମାନେ ନିଜେ ଚିନ୍ତା କରୁଛନ୍ତି ବା ଭାବୁଛନ୍ତି ଯେ ଯେପରି ଏହି ଧରାପୃଷ୍ଠର, ଏହି ବିଶ୍ୱ ବ୍ରହ୍ମାଣ୍ଡର କେହି ପରମାତ୍ମା ନାହାନ୍ତି। ଯଦି ବିଭିନ୍ନ ଗୋଷ୍ଠୀଙ୍କ ଅପରାଧ ଓ ଦୋଷ ତ୍ରୁଟିର ଅବଲୋକନ କରାଯାଏ, ତେବେ ପୁସ୍ତକର ଭଣ୍ଡାର ଏକତ୍ରିତ ହୋଇଯିବ। ପ୍ରତ୍ୟେକ ବୁଦ୍ଧିମାନ ଓ ବିଦ୍ୱାନ ବ୍ୟକ୍ତି ଜାତିର ବିଭିନ୍ନ ଲୋକମାନଙ୍କ ଅବସ୍ଥା ଅନୁଧ୍ୟାନ କରି ବୁଝିପାରୁଥିବ। ତକ୍ୱା, ଯାହାକି ପବିତ୍ର କୁରାନର ମୂଳ ଉଦ୍ଦେଶ୍ୟ, ଯାହାକି ସଭ୍ୟ ହେବାର ମାଧ୍ୟମ, ଆଜି ତାହା ଭୂପୃଷ୍ଠରେ ଦେଖିବାକୁ ମିଳୁନାହିଁ। ପବିତ୍ର କୁରାନ ଲୋକମାନଙ୍କଠାରେ ଧର୍ମପରାୟଣତା ସୃଷ୍ଟି କରିବାକୁ ଚାହୁଁଥିଲା ବା ଚାହୁଁଛି, କିନ୍ତୁ ତାହା ମୁସଲମାନମାନଙ୍କଠାରେ ନାହିଁ। ହୁଜୁର ଆଲୈହିସଲାମ କହିଲେ, ଅମଳଗତ ଅବସ୍ଥା ଯାହାର ଭୀଷଣ ଆବଶ୍ୟକତା ରହିଛି ଏବଂ ମୁସଲମାନ ଓ ଅଣମୁସଲମାନମାନଙ୍କ ମଧ୍ୟରେ ଏକ ପ୍ରମୁଖ ପାର୍ଥକ୍ୟ ଥିଲା, ଅତି ଦୁର୍ବଳ ଓ ଦୂଷିତ ହୋଇଯାଇଛି, ଅପରିଷ୍କାର ହୋଇଯାଇଛି, କଳୁଷିତ ହୋଇଯାଇଛି। ଏପରି ଅବସ୍ଥାରେ କି ପ୍ରଚାର କରିବେ? କିଭଳି ଇସଲାମର ପ୍ରଚାର କରିବେ? ଲୋକମାନଙ୍କୁ ଇସଲାମର ବାର୍ତ୍ତା ପହଞ୍ଚାଇବେ? ଆଜିକାଲି ତାହାରି ପରିଣାମ ଲକ୍ଷ୍ୟ କରୁଅଛେ ଆମେ। କିନ୍ତୁ ଏହାର ସମାଧାନର ବାଟ ଅହମଦୀମାନଙ୍କ ନିକଟରେ ଅଛି। ଯଦି ଆମେ ମଧ୍ୟ ବିଗିଡ଼ି ଗଲେ, ତେବେ କିଏ ସମ୍ଭାଳିବ? ପ୍ରଭୁଙ୍କ କୃପାରୁ ସେ ଯାହା ହଜରତ ମସିହ ମଉଦ ଆଲୈହିସ୍ସଲାତୁୱସ୍ସଲାମଙ୍କ ସାଥିରେ ଅଙ୍ଗୀକାର କରିଥିଲେ, ତାହା ପୂରଣ କରି ଚାଲିଛନ୍ତି। କିନ୍ତୁ ଯଦି ଆମେ ସେଥିରେ ସାମିଲ ନ ହୁଏ, ତେବେ ପ୍ରଭୁ ଆମ ସ୍ଥଳେ ଅନ୍ୟ କାହାରିକୁ ଛିଡ଼ା କରିଦେବେ, ଅନ୍ୟ ଦଳକୁ ଘେନି ଆଣିବେ, ତେବେ ଯାହାଙ୍କ ମାଧ୍ୟମରେ ନିଜ ପ୍ରତିଶ୍ରୁତି ପୂରଣ କରିନେବେ। ତେଣୁ ଆମକୁ ବହୁତ ଚିନ୍ତନ ଓ ମନ୍ଥନ କରିବା ଉଚିତ। ନିଜ ପୁଣ୍ୟ ଓ ଧର୍ମନିଷ୍ଠତାର ସ୍ତର ପ୍ରତି ଧ୍ୟାନ କେନ୍ଦ୍ରିତ କରିବା ଉଚିତ। ନିଜ ସନ୍ତାନମାନଙ୍କ ପୁଣ୍ୟ ଓ ଧର୍ମନିଷ୍ଠତାର ସ୍ତର ପ୍ରତି ଚିନ୍ତନ କରିବା ଉଚିତ। ହଜରତ ମସିହ ମଉଦ ଆଲୈହିସ୍ସଲାତୁୱସ୍ସଲାମ କୁହନ୍ତି, ତକ୍ୱା ଏହା ନୁହେଁ ଯେ ପ୍ରଭୁଙ୍କ ଅନୁକମ୍ପାରୁ ଉପକୃତ ହେବା ନାହିଁ, ବରଂ ସେଗୁଡ଼ିକରୁ ଉପକୃତ ନ ହେବା ତକ୍ୱାରୁ ଦୂରେଇ ଯିବା ଅଟେ। କେତେକ ନାମକୁ ମାତ୍ର ସନ୍ଥ ଓ ପୀର ଫକିର, ଲୋକ ଦେଖାଣିଆ, ସାଧା ପୋଷାକ ଓ ବେସୁଆଦିଆ ଖାଦ୍ୟ ସେବନ କରି ଏହା ପ୍ରକାଶ କରିବାକୁ ଚାହିଁଥାନ୍ତି ଯେ ଆମେମାନେ ଅତି ଧର୍ମନିଷ୍ଠ, ଅତି ପୁଣ୍ୟବାନ। ହଜରତ ମସିହ ମଉଦ ଆଲୈହିସ୍ସଲାତୁୱସ୍ସଲାମ କୁହନ୍ତି, ମନେ ରଖ, ମଣିଷ ପ୍ରତି ମୁହୂର୍ତ୍ତ ଓ ପ୍ରତ୍ୟେକ ଅବସ୍ଥାରେ ଦୁଆ ଲୋଡ଼ିଥାଏ। ଦ୍ୱିତୀୟତଃ ୱାମ୍ମା ବେନେମତି ରବ୍ବୁକା ଫହାଦିସ୍ ଉପରେ କାର୍ଯ୍ୟାନୁସରଣ କରୁ। ପ୍ରଭୁଙ୍କ ପ୍ରଦତ୍ତ ଅନୁକମ୍ପାକୁ ବ୍ୟବହାର ଉପଯୋଗୀ କରୁ ବା ବ୍ୟବହାରରେ ଆଣିବା ଉଚିତ। ଯାହାର ଆଲୋଚନା କରିବା ଉଚିତ, ଅର୍ଥାତ୍ ଲୋକମାନଙ୍କ ଗହଣରେ ତାହାର ଆଲୋଚନା ମଧ୍ୟ କରିବା ଉଚିତ। ଏତଦ୍ୱାରା ପ୍ରଭୁଙ୍କ ପ୍ରେମ ବଢ଼ିଥାଏ, ତାଙ୍କ ଆଜ୍ଞା ପାଳନ କରିବା ପ୍ରତି ବିଶେଷ ଉତ୍ସାହ ଉତ୍ପନ୍ନ ହେବ। ତାହାଦ୍ଦିସ୍ର ଅର୍ଥ ନୁହେଁ ଯେ ମଣିଷ କେବଳ ମୁହଁରୁ ତାହାର ଚର୍ଚ୍ଚା ଲୋକମାନଙ୍କ ଆଗରେ କହିବୁଲୁ କରିଚାଲୁ, ବରଂ ଶରୀର
ଉପରେ ମଧ୍ୟ ତାହାର ପ୍ରଭାବ ପଡ଼ିବା ଦୃଷ୍ଟିଗୋଚର ହେବା ଉଚିତ। ଉଦାହରଣ ସ୍ୱରୂପ ଜଣେ ବ୍ୟକ୍ତିକୁ ଅଲ୍ଲାହ ସାମର୍ଥ୍ୟ ପ୍ରଦାନ କରିଛନ୍ତି ଯେ ସେ ଭଲ ପୋଷାକ ପରିଧାନ କରିପାରିବ, କିନ୍ତୁ ଯଦି ସେ ସର୍ବଦା ଅପରିଷ୍କାର ଓ ଚିରାଫଟା ପୋଷାକ ପରିଧାନ କରି ବୁଲେ ଏବଂ ଏହି ଖିଆଲ କରେ ଯେ ସେ ଦୟାର ପାତ୍ର ମଣାଯାଉ ଅଥବା ତାହାର ସ୍ୱଚ୍ଛଳ ଅବସ୍ଥା କାହା ଉପରେ ପ୍ରକାଶ ନ ପାଉ, ତେବେ ଏପରି ବ୍ୟକ୍ତି ପାପ କରିଥାଏ, କାରଣ ସେହି ବ୍ୟକ୍ତି ଅଲ୍ଲାହ ତାଆଲାଙ୍କର କୃପାକୁ ଗୁପ୍ତ ରଖିବାକୁ ଚାହେଁ ଏବଂ ମତଭେଦତାମୂଳକ ପନ୍ଥା ଅବଲମ୍ବନ କରିଥାଏ। ଅନ୍ୟକୁ ପ୍ରତାରଣା ତଥା ପ୍ରବଞ୍ଚନା ଦେବା ସହିତ ସେମାନଙ୍କୁ ଭ୍ରମ ପକାଇବା ପାଇଁ ଉଦ୍ୟମ କରିଥାଏ। ଏହା ଜଣେ ବିଶ୍ୱାସକାରୀର ମର୍ଯ୍ୟାଦା ଠାରୁ ବହିର୍ଭୂତ। ତେଣୁ ଜଣେ ବିଶ୍ୱାସକାରୀ ଏପରି ହୋଇନଥାଏ। ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମ ମତ ସର୍ବଦା ମିଳିତ ରହୁଥିଲା। ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କର ମତ ସର୍ବଦା ମିଳିତ ରହୁଥିଲା, ଅର୍ଥାତ୍ ପ୍ରତ୍ୟେକ ବସ୍ତୁ ଯାହା ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମକୁ ଉପଲବ୍ଧ ହେଉଥିଲା ତାହାକୁ ଆପଣ ସମ୍ପାଦନ କରୁଥିଲେ। ହୁଜୁର କେବଳ ଗୋଟିଏ ଆଡ଼କୁ ଆନତ ହେଉନଥିଲେ। କହିବାର ତାତ୍ପର୍ଯ୍ୟ ହେଲା ଯେ ଯେତେବେଳେ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମକୁ ଉତ୍କୃଷ୍ଟତର ବସ୍ତ୍ର ପରିଧାନ କରିବାକୁ ମିଳୁଥିଲା ସେତେବେଳେ ଆପଣ ତାହା ପରିଧାନ କରିନେଉଥିଲେ ଏବଂ ଯେତେବେଳେ ସାମାନ୍ୟ ଧରଣର ବସ୍ତ୍ର ପିନ୍ଧିବାକୁ ମିଳୁଥିଲା ସେତେବେଳେ ମଧ୍ୟ ସେଥିରେ ଆପଣ ପ୍ରସନ୍ନଚିତ ରହୁଥିଲେ। ଆପଣଙ୍କ ମୁଖରୁ ଅପ୍ରସନ୍ନ ହେବାର ଭାବ ପ୍ରକଟିତ ହେଉନଥିଲା। କିନ୍ତୁ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କ ପରେ ଲୋକମାନେ ତହିଁରେ କୃତ୍ରିମତା ଲକ୍ଷ୍ୟ କରି ସନ୍ନ୍ୟାସୀର ଏକ ଅଂଶ ମିଶ୍ରିତ କରିଦେଲେ। କେତେକ ସନ୍ଥମାନଙ୍କୁ ମାଂସରେ ଧୂଳି ମିଶାଇ ଖାଉଥିବାର ଦେଖିବାକୁ ମିଳିଛି। ସେମାନେ ସ୍ୱୟଂକୁ ସନ୍ଥ ବୋଲି ବିବେଚିତ କରନ୍ତି। ଜଣେ ସନ୍ଥଙ୍କ ନିକଟକୁ ଜଣେ ସାଧାରଣ ବ୍ୟକ୍ତି ଆସିଲେ। ସନ୍ଥ ଜଣକ ନିଜ ଶିଷ୍ୟମାନଙ୍କୁ ଆଦେଶ ଦେଲେ ଯେ ଏହି ଅତିଥିଙ୍କର ସତ୍କାର କର, କିନ୍ତୁ ଉକ୍ତ ବ୍ୟକ୍ତି ଜଣକ ଜିଦ୍ ଧରିଲେ ଯେ ସେ ସନ୍ଥଙ୍କ ସହିତ ହିଁ ବସି ଭୋଜନ କରିବେ। ଆଉ ଯେତେବେଳେ ଉକ୍ତ ବ୍ୟକ୍ତି ଜଣକ ସନ୍ଥଙ୍କ ସହିତ ବସି ଭୋଜନ କରିବାକୁ ଲାଗିଲା ସେତେବେଳେ ତା ସମ୍ମୁଖରେ ନିମ୍ବ ଫଳରୁ ପ୍ରସ୍ତୁତ ଏକ ଲଡ୍ଡୁ ରଖାଗଲା ଯାହାର ସ୍ୱାଦ ଅତି ତିକ୍ତପୂର୍ଣ୍ଣ ଥିଲା। ତେଣୁ ଏହି କଟୁ ଫଳର ଖାଦ୍ୟ ପ୍ରସ୍ତୁତ କରି ତା ଆଗରେ ପରଷି ଦିଆଗଲା। ତହିଁରେ କୌଣସି ସ୍ୱାଦ ନଥିଲା, ବରଂ ଭୀଷଣ ତିକ୍ତତା ରହିଥିଲା। ହଜରତ ମସିହ ମଉଦ ଆଲୈହିସ୍ସଲାତୁ ୱସ୍ସଲାମ କୁହନ୍ତି, କେତେକ ପ୍ରସଙ୍ଗରେ ଲୋକମାନେ ଏହିଭଳି ଆଚରଣ ଓ ପନ୍ଥା ଅବଲମ୍ବନ କରିଥାନ୍ତି। ଏହା ପଛରେ ସେମାନଙ୍କର ଉଦ୍ଦେଶ୍ୟ ଏହିକି ଯେ ସେମାନେ ଲୋକମାନଙ୍କ ମନରେ ଏହି ବିଶ୍ୱାସ ଜନ୍ମାଇବା ପାଇଁ ଉଦ୍ୟମ କରିଥାନ୍ତି ଯେ ସେମାନେ କେତେ କଠୋର ସାଧନା ତଥା ତପସ୍ୟା କରୁଛନ୍ତି। କିନ୍ତୁ ଇସଲାମ ଧର୍ମ ଏଭଳି କଥାକୁ ଅର୍ଥାତ୍ ଏହି ସିଦ୍ଧି ଓ ତପସ୍ୟା ଆଦିକୁ ପସନ୍ଦ କରିନଥାଏ, ନା ସେଥିରେ ଲୋକମାନଙ୍କୁ ପୀଡ଼ିତ କରିଥାଏ। ଇସଲାମ ଧର୍ମର ସାଧନା ତ ଧର୍ମପରାୟଣତା ଅଟେ। ଏହି ଧର୍ମପରାୟଣତା ଦ୍ୱାରା ହିଁ ସନ୍ଥତ୍ୱ ପ୍ରାପ୍ତି ହୋଇଥାଏ, ଯାହା ସହିତ ଈଶ୍ୱରଙ୍କ ଦେବଦୂତମାନେ ବାର୍ତ୍ତାଳାପ କରନ୍ତି। ଆଲ୍ଲାହ ତାଆଲା ସେମାନଙ୍କୁ ସୁସମ୍ବାଦ ପ୍ରଦାନ କରିଥାନ୍ତି। ଏହା ଇସଲାମୀୟ ଶିକ୍ଷାର ଉଦ୍ଦେଶ୍ୟ। ପବିତ୍ର କୁରାନ ଶରୀଫ ତ ଏହା କୁହେ ଯେ କୁଲ୍ ମିନ୍ ତୟ୍ୟବାତ୍ ଅର୍ଥାତ୍ ପବିତ୍ର ବସ୍ତୁ ମଧ୍ୟରୁ ଆହାର ଗ୍ରହଣ କରିବାର ଶିକ୍ଷା ଦେଇଥାଏ ଏବଂ ଏମାନେ ପବିତ୍ର ବସ୍ତୁ ଅବା ଖାଦ୍ୟରେ ଧୂଳି ମିଶାଇ ତାହାକୁ ଅପବିତ୍ର କରି ଖାଇବାକୁ ଶ୍ରେୟସ୍କର ମଣୁଛନ୍ତି ଏବଂ ଏପରି ସାଧନା ଦ୍ୱାରା ସେମାନେ ଉଚ୍ଚ ସ୍ତର ହାସଲ କରିବାକୁ ଏହି ପନ୍ଥା ଅବଲମ୍ବନ କରୁଛନ୍ତି। ଏହି ପ୍ରକାରର ଧର୍ମ ଇସଲାମ ଧର୍ମର ବହୁତ ପରେ ସୃଷ୍ଟି ହୋଇଛି। ଏହି ଲୋକମାନେ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವସଲ୍ଲମଙ୍କ ଉପରେ ଆରୋପ ଅଭିବୃଦ୍ଧି କରନ୍ତି। ତେଣୁ ଏମାନଙ୍କର ଇସଲାମ ଧର୍ମ ଓ ପବିତ୍ର କୁରାନ କରିମ୍ ସହିତ କୌଣସି ସମ୍ପର୍କ ନାହିଁ। ଏମାନେ ସ୍ୱୟଂ ନିଜର ଏକ ପୃଥକ ଧର୍ମମତ ତିଆରି କରି ତାହାକୁ ଆପଣେଇ ନେଇଛନ୍ତି, ତାହାର ଅନୁକରଣ କରୁଛନ୍ତି। ହଜରତ ମସିହ ମଉଦ ଆଲୈହିସ୍ସଲାତୁ ୱସ୍ସଲାମ କୁହନ୍ତି, ତେଣୁ ଏଭଳି ଧର୍ମମତ ତଥା ଲୋକଙ୍କୁ ହୀନ ଚକ୍ଷୁରେ ଦେଖୁଛୁ, କାରଣ ଆମମାନଙ୍କ ପାଇଁ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವସଲ୍ଲମ ହିଁ ଆଦର୍ଶ। ତେଣୁ ଆମମାନଙ୍କ ପକ୍ଷେ ଉଚିତ ହେବ ଯେ ଯେପର୍ଯ୍ୟନ୍ତ ସମ୍ଭବପର
ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ପଦାଙ୍କ ଅନୁକରଣ କର, ତାହାଙ୍କ ମାର୍ଗ ତଥା ଶିକ୍ଷାର ଅନୁସରଣ କର। ସେହିପରି ଏହା ତ ଖାଦ୍ୟ ପାନୀୟ ସମ୍ପର୍କିତ କଥା, ପୁନଶ୍ଚ ଦୈନନ୍ଦିନ ଚାରିତ୍ରିକ ମୂଳକ ବିଷୟରେ ହଜରତ ମସିହ ମଉଦ ଆଲୈହିସ୍ସଲାମ କୁହନ୍ତି, ଏହିପରି ମହିଳାମାନଙ୍କର ଓ ପିଲାମାନଙ୍କ ସମ୍ପର୍କ ରହିଛି। ଗ୍ରାହସ୍ଥ୍ୟ ଜୀବନଯାପନ, ବୈବାହିକ ଜୀବନଯାପନ, ଯେଉଁଥିରେ କି ଲୋକମାନେ ସେମାନଙ୍କ ସମ୍ପର୍କରେ ମଧ୍ୟ ଆପଣ କୁହନ୍ତି ଯେ ମହିଳା ଓ ପିଲାମାନଙ୍କ ସହିତ ସମ୍ପର୍କ ଓ ସାମାଜିକ ମତଭାବନାରେ ସଦ୍ଭାବନାରେ ଲୋକମାନଙ୍କୁ ଭ୍ରମ ଲାଗିଛି, ମାର୍ଗରୁ ମାର୍ଗଚ୍ୟୁତ ହୋଇ ଚାଲିଛନ୍ତି ଏବଂ ସଳଖ ମାର୍ଗରୁ ସେମାନେ ମାର୍ଗଭ୍ରଷ୍ଟ ହୋଇ ଚାଲିଛନ୍ତି। ପବିତ୍ର କୁରାନରେ ଉଲ୍ଲେଖ ରହିଛି ୱାଶିରୁହୁନ୍ନା ବିଲ୍ ମାରୁଫ୍, କିନ୍ତୁ ବର୍ତ୍ତମାନ ଏହାର ବିପରୀତ ଘଟଣା ଘଟୁଅଛି, ବରଂ କେତେକ ଘରେ ତ ଅନ୍ୟାୟ ହେଉଅଛି। ଅତଏବ ଉତ୍ତମ ବସ୍ତ୍ର ପରିଧାନ କରିବାକୁ ଯଦି ସାମର୍ଥ୍ୟ ରହିଛି, ଉତ୍ତମ ଖାଦ୍ୟ ଖାଇବାକୁ ଯଦି ସାମର୍ଥ୍ୟ ରହିଛି, ତେବେ ତାହା କଦାପି ଧର୍ମପରାୟଣତାରେ ବାଧକ ସାଜି ନଥାଏ, ବରଂ ତାହା ଧର୍ମପରାୟଣତାରେ ଅଭିବୃଦ୍ଧି ଘଟାଇବାରେ ସହାୟ ହୋଇଥାଏ। ସେହିପରି ସାମାଜିକ ଚରିତ୍ର ସମ୍ପର୍କରେ ମଧ୍ୟ ପବିତ୍ର କୁରାନରେ ଆଲ୍ଲାହ ତାଆଲା କୁହନ୍ତି, ନିଜ ପତ୍ନୀଙ୍କ ସହିତ ସଦ୍ବ୍ୟବହାର ପ୍ରଦର୍ଶନ କରିବା ମଧ୍ୟ ଜରୁରୀ। ସେହିପରି ନିଜ ସନ୍ତାନମାନଙ୍କର ଯତ୍ନ ନେବା, ସେମାନଙ୍କର ଆବଶ୍ୟକତାକୁ ପୂରଣ କରିବା, ସେମାନଙ୍କର ସଂସ୍କାର କରିବା ମଧ୍ୟ ତୁମ ଉପରେ ଅନିବାର୍ଯ୍ୟ। ଏହା ହିଁ ଧର୍ମପରାୟଣତା ଏବଂ ଏହା ହିଁ ପବିତ୍ର କୁରାନର ଆଦେଶ। ଅତଏବ ଆଲ୍ଲାହ ତାଆଲାଙ୍କର ଅଧିକାରକୁ ସମ୍ପାଦନ କରିବା ଓ ଭକ୍ତଙ୍କ ଅଧିକାରକୁ ସମ୍ପାଦନ କରିବା ଅତ୍ୟନ୍ତ ଆବଶ୍ୟକ। ଏହାପରେ ହଜରତ ମସିହ ମଉଦ ଆଲୈହିସ୍ସଲାମ ଆଉ ଏକ କଥା କୁହନ୍ତି, ଧର୍ମପରାୟଣ ବ୍ୟକ୍ତିକୁ ଆଲ୍ଲାହ ତାଆଲାଙ୍କ ପକ୍ଷରୁ ଏକ ଆଲୋକ ପ୍ରଦାନ କରାଯାଇଥାଏ। ତତ୍ସଂକ୍ରାନ୍ତରେ ହଜରତ ମସିହ ମଉଦ ଆଲୈହିସ୍ସଲାମ କୁହନ୍ତି, ପ୍ରକୃତ ଧର୍ମପରାୟଣତା ସହିତ ନିରକ୍ଷରତା କଦାପି ଏକତ୍ରିତ ହୋଇପାରିନଥାଏ, କାରଣ ପ୍ରକୃତ ଧର୍ମପରାୟଣ ନିଜ ସହିତ ଏକ ଆଲୋକ ରଖିଥାଏ। ଯେପରିକି ଆଲ୍ଲାହ ତାଆଲା ପବିତ୍ର କୁରାନରେ କୁହନ୍ତି, ୟା ଆୟୁହାଲ୍ଲାଯୀନା ଆମନୁ ଇନ୍ ତତ୍ତକୁଲ୍ଲାହା ୟଜଆଲ୍ ଲକୁମ୍ ଫୁରକାନନ୍ ୱ ୟୁକଫିର ଆନକୁମ୍ ସୟ୍ୟାତିକୁମ୍ ୱ ୟଜଆଲ୍ ଲକୁମ୍ ନୂରନ୍ ତମଶୁନା ବିହି। ଅର୍ଥାତ୍ ହେ ବିଶ୍ୱାସକାରୀମାନେ, ତୁମେମାନେ ଧର୍ମପରାୟଣ ବ୍ୟକ୍ତି ହେବା ପାଇଁ ଯଦି ଅବିଚଳତା ପ୍ରଦର୍ଶନ କର, ଆଲ୍ଲାହ ତାଆଲାଙ୍କ ସକାଶେ ଧର୍ମପରାୟଣତାର ବିଶେଷ ଗୁଣାବଳୀରେ ଅବିଚଳତା ଅବଲମ୍ବନ କର, ତେବେ ଆଲ୍ଲାହ ତାଆଲା ତୁମ ଓ ଅନ୍ୟମାନଙ୍କ ମଧ୍ୟରେ ଏକ ପାର୍ଥକ୍ୟ ରଖିଦେବେ। ସେହି ପାର୍ଥକ୍ୟଟି ହେଉଛି ଆଲ୍ଲାହ ତାଆଲା ତୁମମାନଙ୍କୁ ଏକ ଆଲୋକ ପ୍ରଦାନ କରିବେ, ଏକ ପ୍ରକାଶ୍ୟ ତୁମ ସହିତ ରହିଥିବ ଏବଂ ତୁମେ ନିଜର ସମସ୍ତ ମାର୍ଗରେ ଅଗ୍ରସର ହୋଇ ଚାଲିଥିବ। ଅର୍ଥାତ୍ ତୁମର କର୍ମ, ତୁମର କଥନ, ତୁମର ବଚନ, ତୁମର ଶକ୍ତି ଓ ଚେତନ ଅବସ୍ଥାରେ ତାହା ପରିପ୍ରକାଶ ହେବ, ଲୋକମାନଙ୍କୁ ଦୃଶ୍ୟମାନ ହେବ। ଏହି ତଫାତ୍, ଏହି ଫରକ ଲୋକମାନେ ଅବଲୋକନ କରିବେ। ତୁମମାନଙ୍କର ବୁଦ୍ଧି ବିବେକରେ ମଧ୍ୟ ସେହି ଆଲୋକର ପରିପ୍ରକାଶ ହେବ। ତୁମର ସମସ୍ତ ଆକଳନମୂଳକ କଥାରେ ସେହି ଆଲୋକ ଦୃଶ୍ୟମାନ ହେବ। ଆଉ ଯଦି ବି କୌଣସି ତ୍ରୁଟି ଅବା ଦୋଷ ପରିଲକ୍ଷିତ ହୁଏ, ତେବେ ଆଲ୍ଲାହ ତାଆଲା ତାହାକୁ ନିଜ ନିକଟରୁ ଦୂର କରିଦେବେ, ତାହାକୁ ମାର୍ଜନ କରିବା ପ୍ରତି ତାହାର ଦୃଷ୍ଟି ଆକର୍ଷଣ କରିବେ। ଆଲ୍ଲାହ ତାଆଲା ଇସ୍ତିଗଫାର ଆଡ଼କୁ ତାର ଧ୍ୟାନ ଆକର୍ଷିତ କରିବେ। ହଜରତ ମସିହ ମଉଦ ଆଲୈହିସ୍ସଲାମ କୁହନ୍ତି, ତୁମର କପୋଳକଳ୍ପିତ କଥନରେ ମଧ୍ୟ ପ୍ରକାଶ୍ୟ ପରିଲକ୍ଷିତ ହେବ। ତୁମର ଚକ୍ଷୁରେ ପ୍ରକାଶ୍ୟ, ତୁମର କର୍ଣ୍ଣ, ତୁମ ତୁଣ୍ଡ ଓ ତୁମର ପ୍ରତ୍ୟେକ ଗତିବିଧିରେ ସେହି ପ୍ରକାଶ୍ୟ ପରିଲକ୍ଷିତ ହେବ। ତୁମେମାନେ ଯେଉଁ ମାର୍ଗ ମଧ୍ୟ ଦେଇ ଗତି କରିବ, ତାହା ଆଲୋକମୟ ହୋଇଯିବ। ଅତଃ ତୁମର ଯେତେ ସବୁ ଧର୍ମପରାୟଣତାର ମାର୍ଗ ଓ ଶକ୍ତି ଓ ସାମର୍ଥ୍ୟମୂଳକ ପ୍ରସଙ୍ଗ ରହିଛି, ତାହା ଆଲୋକିତ ହୋଇଯିବ। ତୁମେମାନେ ଆପଦ ମସ୍ତକ ଆଲୋକ ମାର୍ଗ ଦେଇ ଗତି କରିବ। ତୁମମାନଙ୍କର ଯେତେ ସବୁ ମାର୍ଗ ରହିଛି, ତାହା ତୁମମାନଙ୍କୁ ପୁଣ୍ୟ ଆଡ଼କୁ ଅଗ୍ରସର କରିବ। ତୁମମାନଙ୍କର ଯେଉଁ ପୁଣ୍ୟ ଶକ୍ତି ଓ ସାମର୍ଥ୍ୟ ରହିଛି, ସେଗୁଡ଼ିକ ପୁଣ୍ୟ ଓ ପୁଣ୍ୟକର୍ମ ସମ୍ପାଦନକାରୀ ପାଲଟିଯିବ।
ତୁମମାନଙ୍କର ଚିନ୍ତାଧାରା ଓ ବିଚାରଧାରା ମଧ୍ୟ ସୁବିଚାର ତଥା ସୁଚିନ୍ତାଧାରା ପାଲଟିଯିବ। ଅପକର୍ମମୂଳକ କୁଧାରଣାଗୁଡ଼ିକ ମସ୍ତିଷ୍କରୁ ଚିହ୍ନିତ ନିଶ୍ଚିହ୍ନ ହୋଇଯିବ। ଯେତେବେଳେ ଏହିଭଳି ସୁସ୍ଥ ସମାଜ ସ୍ଥାପିତ ହୁଏ, ସେତେବେଳେ ନିଃସନ୍ଦେହ ରୂପେ ଏହା କୁହାଯାଇପାରେ ଯେ ସମାଜ ସତ୍ପଥରେ ଅଗ୍ରସର ହେଉଛି। ଭୟ, ପ୍ରେମ, ମୂଲ୍ୟବୋଧର ମୂଳ ପୂର୍ଣ୍ଣ ପରିଚୟରେ ହିଁ ଅନ୍ତର୍ନିହିତ ରହିଛି। ଅତଏବ ଯେଉଁ ବ୍ୟକ୍ତିକୁ ପୂର୍ଣ୍ଣ ଐଶ୍ୱରିକ ପରିଚୟ ପ୍ରଦାନ କରାଗଲା, ତାକୁ ଭୟ ଓ ପ୍ରେମ ମଧ୍ୟ ପ୍ରଦାନ କରାଯାଇଥାଏ, ଯାହାକି ନିର୍ଲଜ୍ଜତା ପ୍ରତ୍ୟେକ ପ୍ରକାର ପାପକର୍ମରୁ ତାହାକୁ ମୁକ୍ତି ଓ ମୋକ୍ଷ ପ୍ରଦାନ କରାଯାଇଥାଏ। ତେଣୁ ଆମେମାନେ ଏହି ମୁକ୍ତି ପ୍ରାପ୍ତି ନିମନ୍ତେ କୌଣସି ରକ୍ତର ଅଭିଳାଷୀ ନାହୁଁ, ନା କୌଣସି କୃଷର ଅଭିଳାଷୀ, ନାହିଁ ଆମେ କୌଣସି କଫାରା ଅର୍ଥାତ୍ କ୍ଷତିପୂରଣର ଅଭିଳାଷୀ, ବରଂ ଆମେ କେବଳ ଏକ ବଳିଦାନର ଅଭିଳାଷୀ, ଯାହାକି ଆତ୍ମବଳିଦାନକୁ ବୁଝାଏ, ଯାହାର ଆବଶ୍ୟକତାକୁ ଆମର ସ୍ୱଭାବ ମର୍ମେ ମର୍ମେ ଅନୁଭବ କରିଥାଏ। ଏପରି ବଳିଦାନକୁ ଅନ୍ୟ ଅର୍ଥରେ ଇସଲାମ ବୋଲି କୁହାଯାଏ। ଏଭଳି ତ୍ୟାଗପୂତ ବଳିଦାନକୁ ଅନ୍ୟ ଶବ୍ଦରେ ଇସଲାମ ନାମରେ ଆଖ୍ୟାୟିତ କରାଯାଇଛି। ଆତ୍ମବଳିଦାନ କରିବା ଧର୍ମପରାୟଣତା ମାର୍ଗରେ ଅଗ୍ରସର ହେବାର କାରଣ ସାଜିଥାଏ ଏବଂ ଏପରି ନାମ ଇସଲାମ ଅଟେ। ଇସଲାମର ଅର୍ଥ ହେଲା ଜିହାଦ, ଯାହାକି ଜଣେ ମୁସଲମାନ ନିଜ ପ୍ରଭୁଙ୍କ ପ୍ରୀତିଭାଜନ ଲାଭ କରିବା ଉଦ୍ଦେଶ୍ୟରେ କରିଥାଏ। ଏଥିପାଇଁ ସେ ସ୍ୱେଚ୍ଛାକୃତ ଭାବରେ ନିଜ ମସ୍ତକ ପ୍ରଭୁଙ୍କ ପ୍ରସନ୍ନତା ପ୍ରାପ୍ତି ନିମନ୍ତେ ତାଙ୍କ ଆସ୍ଥାନ ଆଗରେ ରଖିଦିଏ। ଅତଏବ ପୂର୍ଣ୍ଣ ପ୍ରେମ ପୂର୍ଣ୍ଣ ଆନ୍ତରିକତାକୁ ଅପେକ୍ଷା କରେ। ପୂର୍ଣ୍ଣ ପ୍ରେମ ପୂର୍ଣ୍ଣ ଐଶ୍ୱରିକ ପରିଚୟକୁ ଅପେକ୍ଷା କରେ। ଯେପର୍ଯ୍ୟନ୍ତ କୌଣସି ବସ୍ତୁର ପୂର୍ଣ୍ଣ ପରିଚୟ ସମ୍ପର୍କରେ ଜ୍ଞାତ ହୋଇନାହିଁ, ସେ ପର୍ଯ୍ୟନ୍ତ ପ୍ରେମ ସୃଷ୍ଟି ହୋଇପାରିବ ନାହିଁ। ଅତଏବ ଇସଲାମ ଧର୍ମ ଏହି ଆଡ଼କୁ ଇଙ୍ଗିତ କରେ ଯେ ପ୍ରକୃତ ବଳିଦାନ ଓ ତ୍ୟାଗ ପାଇଁ ଈଶ୍ୱର ପରିଚୟ ଓ ପୂର୍ଣ୍ଣ ପ୍ରେମ ଏକାନ୍ତ ଆବଶ୍ୟକ। ଏଥି ସଂକ୍ରାନ୍ତରେ ଆଲ୍ଲାହ ତାଆଲା ପବିତ୍ର କୁରାନରେ କୁହନ୍ତି, ତୁମମାନଙ୍କ କୁର୍ବାନୀର ମାଂସ ନା ମୋ ନିକଟରେ ପହଞ୍ଚିଥାଏ, ନା ହିଁ ରକ୍ତ, ବରଂ ତୁମମାନଙ୍କର ତ୍ୟାଗପୂତ ବଳିଦାନ ହିଁ ମୋ ନିକଟରେ ପହଞ୍ଚିଥାଏ। ଅତଏବ ତୁମେମାନେ ମୋତେ ଭୟ କର ଓ ମୋ ନିମନ୍ତେ ଧର୍ମପରାୟଣବାଦୀ ସାବ୍ୟସ୍ତ ହୁଅ ବା ପାଲଟି ଯାଅ। ଅତଏବ ଏହା ହେଉଛି ଧର୍ମପରାୟଣତାର ସେହି ସ୍ତର ଯେଉଁ ସ୍ତରକୁ ଆଲ୍ଲାହ ତାଆଲା ମାନଙ୍କ ଠାରୁ ଆଶା କରନ୍ତି। ଆଲ୍ଲାହ ତାଆଲା ଓ ତାହାଙ୍କ ବାର୍ତ୍ତାବହ ଆମମାନଙ୍କ ଠାରୁ ଆଶା ବାନ୍ଧିଛନ୍ତି। ସେହି ଯୁଗାବତାରର ଧର୍ମାଧ୍ୟକ୍ଷ ହଜରତ ମସିହ ମଉଦ ଆଲୈହିସ୍ସଲାମ ଆମମାନଙ୍କ ଠାରୁ ଆଶା ବାନ୍ଧିଛନ୍ତି ଏବଂ ଏଥିପ୍ରତି ବାରମ୍ବାର ପବିତ୍ର କୁରାନରେ ଆମମାନଙ୍କୁ ତାଗିଦ କରିଛନ୍ତି, ନିର୍ଦ୍ଦେଶ ଦେଇଛନ୍ତି। ପବିତ୍ର କୁରାନରେ ଆଲ୍ଲାହ ତାଆଲା ଏହି ପୂର୍ଣ୍ଣ ପ୍ରାପ୍ତି ସକାଶେ ରମଜାନ ମାସରେ ରୋଜା ରଖିବା ପାଇଁ ଆମକୁ ବାଧ୍ୟତାମୂଳକ କରିଛନ୍ତି। ଆମମାନଙ୍କ ମଧ୍ୟରୁ ସେହି ବ୍ୟକ୍ତିମାନେ ହିଁ ସୌଭାଗ୍ୟଶାଳୀ ଯେଉଁମାନେ ଏହି ଚିନ୍ତାଧାରାକୁ ମନରେ ରଖି ଧର୍ମପରାୟଣତା ପ୍ରାପ୍ତି ନିମନ୍ତେ ଉଦ୍ୟମ କରନ୍ତି। ଆମେମାନେ ଯେଉଁ ରୋଜା ରଖି ସାରିଛେ ବା ଆଗକୁ ରୋଜା ରଖିବାକୁ ଯାଉଛେ, ଆଲ୍ଲାହ ତାଆଲା ସେଥିପାଇଁ ଆମକୁ ସାମର୍ଥ୍ୟ ପ୍ରଦାନ କରନ୍ତୁ ଯେ ଆମେମାନେ ପବିତ୍ର ରମଜାନ ମାସକୁ ଏହିପରି ହିଁ ଅତିବାହିତ କରୁ ଏବଂ ନିଜର ପ୍ରତ୍ୟେକ କର୍ମ ଆଲ୍ଲାହ ତାଆଲାଙ୍କ ପ୍ରସନ୍ନତା ପ୍ରାପ୍ତି ସକାଶେ ବିନିଯୋଗ କରୁ। ଜଣେ ବ୍ୟକ୍ତି ହଜରତ ମସିହ ମଉଦ ଆଲୈହିସ୍ସଲାମଙ୍କ ନିକଟକୁ ଆସିଲା ଏବଂ କହିଲା, ଲୋକମାନେ ଆପତ୍ତି କରୁଛନ୍ତି ଯେ ଆପଣ ମସିହ ଓ ମେହେଦୀ ହେବାର ଦାବି କରିଛନ୍ତି। ଆପଣ ତ ସୈୟଦ ବଂଶଜ ନୁହନ୍ତି, ତେବେ ଜଣେ ସୈୟଦ ବଂଶଜ ବ୍ୟକ୍ତି କିପରି ଆପଣଙ୍କର ବୟତ କରିପାରିବ? ଏଥିରେ ହୁଜୁର ତାହାକୁ ଉତ୍ତର ଦେଲେ, କେତେକ ବ୍ୟକ୍ତିମାନେ ସୈୟଦ ବଂଶଜ ବ୍ୟକ୍ତିଙ୍କୁ ଏତେ ଉଚ୍ଚାସୀନ ମର୍ଯ୍ୟାଦା ପ୍ରଦାନ କରୁଛନ୍ତି ଯେ ସେମାନେ ବର୍ତ୍ତମାନ ମଧ୍ୟ ଏହି ଆପତ୍ତି କରୁଛନ୍ତି ଯେ ସୈୟଦ ବଂଶୀୟ ବ୍ୟକ୍ତିମାନେ ଅସାଧାରଣ ମର୍ଯ୍ୟାଦାର ଅଧିକାରୀ, ତେଣୁକରି ସେ ଅନ୍ୟ କାହାର ବୟତ କରିପାରିବ ନାହିଁ। ସେହିପରି ଆଜିକାଲି କେତେକ ଅଣ ଆରବୀୟ ଲୋକମାନଙ୍କ ମଧ୍ୟରେ ଏହି ଚିନ୍ତାଧାରାଟି ଉଦ୍ରେକ ହେଉଛି ଯେ ହଜରତ ମସିହ ମଉଦ ଆଲୈହିସ୍ସଲାମଙ୍କୁ ଯଦି ଆସିବାର ଥିଲା, ତେବେ ସେ ଆରବୀୟ ବଂଶଜ ମଧ୍ୟରୁ ଆସିବାର ଥିଲା, ନା କି ଅଣ ଆରବୀୟଙ୍କ ମଧ୍ୟରୁ। ତେଣୁ ଆମେମାନେ କିପରି ତାଙ୍କୁ ଗ୍ରହଣ କରିନେବୁ ଯେ କି ଜଣେ ଅଣ ଆରବୀୟ ବ୍ୟକ୍ତି?
ଏଥିରେ ହଜରତ ମସିହ ମଉଦ ଆଲୈହିସ୍ସଲାମ କୁହନ୍ତି, ଏହି ଲୋକମାନେ ପବିତ୍ର କୁରାନ ତ ପଢ଼ନ୍ତି କିନ୍ତୁ ତାହା ଉପରେ ଚିନ୍ତନ କରନ୍ତି ନାହିଁ। ଆଲ୍ଲାହ ତାଆଲା ପବିତ୍ର କୁରାନରେ କୁହନ୍ତି, ଆଲ୍ଲାହୁ ୟଜଲୁ ହାଇସୁ ରିସାଲତହୁ, ଅର୍ଥାତ୍ ଆଲ୍ଲାହ ତାଆଲା ହିଁ ସର୍ବଜ୍ଞ। ସେ ନିଜର ଅବତାରଙ୍କୁ ଯେଉଁଠି ଚାହାନ୍ତି ସେଇଠୁ ଘେନି ଆଣନ୍ତି, ଅର୍ଥାତ୍ ଜନ୍ମ ଦେଇଥାନ୍ତି। ତେବେ ଜଣେ ବ୍ୟକ୍ତିକୁ ପ୍ରଭୁ ହିଁ ଅବତାରତ୍ୱ ପ୍ରଦାନ କରିଥାନ୍ତି, ନା କି ଅନ୍ୟ କେହି। ହଜରତ ମସିହ ମଉଦ ଆଲୈହିସ୍ସଲାମ କୁହନ୍ତି, ସେ ଯାହା ହେଉ ନା କାହିଁକି ଆଲ୍ଲାହ ତାଆଲା ନା ଶରୀରର ଦ୍ୱାରା ପ୍ରସନ୍ନ ହୁଅନ୍ତି ନା ସମ୍ପ୍ରଦାୟ ଦ୍ୱାରା। ଯେପରିକି ସେ କୁହନ୍ତି, ଇନ୍ନା ଆକ୍ରମକୁମ୍ ଇନ୍ଦାଲ୍ଲାହି ଆତ୍କାକୁମ୍, ଆଲ୍ଲାହ ତାଆଲାଙ୍କ ନିକଟରେ ସେହି ବ୍ୟକ୍ତି ମର୍ଯ୍ୟାଦା ସମ୍ପନ୍ନ ଯିଏ ତୁମମାନଙ୍କ ମଧ୍ୟରୁ ସର୍ବାଧିକ ଧର୍ମପରାୟଣ। ଏହା ସମ୍ପୂର୍ଣ୍ଣ ଭୁଲ ଧାରଣା ଯେ ଲୋକମାନେ ନିଜକୁ ନିଜେ ଏହା କୁହନ୍ତୁ ଯେ ମୁଁ ସୈୟଦ, ମୁଁ ମୋଗଲ, ମୁଁ ପଠାନ, ମୁଁ ଶେଖ। ତେଣୁ ଯେଉଁ ବ୍ୟକ୍ତି ନିଜର ଗୋତ୍ର, ବଂଶ, ଆଭିଜାତ୍ୟକୁ ନେଇ ଗର୍ବ କରେ, ତେବେ ତାହାର ଅନ୍ତର ଶୂନ୍ୟ ସଦୃଶ, ତାହାର ଅନ୍ତସାର ଶୂନ୍ୟ ସଦୃଶ। ମୃତ୍ୟୁ ପରେ ସବୁ ସମ୍ପ୍ରଦାୟ ଇହଧ୍ୟାମ ତ୍ୟାଗ କରି ଅପସରି ଯିବେ। ଆଲ୍ଲାହ ତାଆଲା କୌଣସି ଜାତି କିମ୍ବା ସମ୍ପ୍ରଦାୟକୁ ବିଶେଷ ମର୍ଯ୍ୟାଦା ପ୍ରଦାନ କରିନାହାନ୍ତି। ଉଚ୍ଚ ସମ୍ଭ୍ରାନ୍ତ ବର୍ଗ ହେବା ଯୋଗୁଁ କଦାପି କାହାରିକୁ ମୁକ୍ତି ମିଳିବ ନାହିଁ। ହଦିସରେ ଆସୁଛି, ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲୈହି ወସଲ୍ଲମ ନିଜ କନ୍ୟା ହଜରତ ଫାତିମା ରଜିୟାତାଲାଙ୍କୁ କହିଲେ, ହେ ଫାତିମା, ତୁମେ ଏକଥା ଉପରେ କଦାପି ଗର୍ବ ଅନୁଭବ କର ନାହିଁ ଯେ ତୁମେ ଜଣେ ନବୀଙ୍କର କନ୍ୟା। ଆଲ୍ଲାହ ତାଆଲାଙ୍କ ନିକଟରେ ସମ୍ପ୍ରଦାୟ କିମ୍ବା ଉଚ୍ଚ ସମ୍ଭ୍ରାନ୍ତ ବର୍ଗ ହେବା କୌଣସି ପ୍ରାସଙ୍ଗିକତା ରଖେ ନାହିଁ। ଅତଏବ ଯେତେବେଳେ ହଜରତ ଫାତିମା ରଜିୟାତାଲାଙ୍କ ପାଇଁ ଏହି ଆଦେଶ ରହିଛି, ତେବେ ଆମେମାନେ ବା ଛାର କିଏ? ପୁନଶ୍ଚ ହଜରତ ମସିହ ମଉଦ ଆଲୈହିସ୍ସଲାମ କହିଲେ, ସେଠାରେ ଯେଉଁ ମର୍ଯ୍ୟାଦା ବା ସ୍ତର ପ୍ରାପ୍ତ ହୁଏ ତାହା କେବଳ ଧର୍ମପରାୟଣତା ଅନୁଯାୟୀ ପ୍ରାପ୍ତ ହୋଇଥାଏ। ସଂସାରରେ ଯେଉଁ ସମ୍ପ୍ରଦାୟ, ଜାତି ଓ ବିଭକ୍ତିକରଣ ରହିଛି ତାହା କେବଳ ପରିଚୟ ସକାଶେ ହିଁ ରହିଛି। ଏହି ସମ୍ଭ୍ରାନ୍ତ ବର୍ଗୀୟ ୟା ବଂଶୀୟ ଆଲ୍ଲାହ ତାଆଲାଙ୍କ ନିକଟରେ କୌଣସି ଆଲୋଚନା ଯୋଗ୍ୟ ବିଷୟ ନୁହେଁ। ତେଣୁ ଆଲ୍ଲାହ ତାଆଲାଙ୍କ ସହିତ ପ୍ରେମ, ଧର୍ମପରାୟଣତା ସୃଷ୍ଟି କରିବା, ଧର୍ମପରାୟଣତା ହିଁ ସର୍ବୋଚ୍ଚ ସ୍ତରର ମାନଦଣ୍ଡ। ଯଦି କୌଣସି ବ୍ୟକ୍ତି ସୈୟଦ ବଂଶୀୟ ହୋଇ ଖ୍ରୀଷ୍ଟ ଧର୍ମ ଗ୍ରହଣ କରି ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमକୁ ନଉଜୁବିଲ୍ଲାହ ଗାଳିଗୁଲଜ କରେ ଏବଂ ଆଲ୍ଲାହ ତାଆଲାଙ୍କ ଆଦେଶବଳୀର ଅବମାନନା କରେ, ତେବେ କ'ଣ କେହି ଏହା କହିପାରିବ ଯେ ସେହି ଗାଳିଗୁଲଜ କରିଥିବା ବ୍ୟକ୍ତିଟି ତ ସୈୟଦ ବଂଶୀୟ ବ୍ୟକ୍ତି ଥିଲା? ତେଣୁ ସେଠୁ କ'ଣ ହେଲା? ତାହାକୁ ଅବଶ୍ୟ ମୋକ୍ଷ ପ୍ରଦାନ କରାଯିବ। ସେ ବୈକୁଣ୍ଠରେ ଅବଶ୍ୟ ପ୍ରବେଶ କରିବ। ଇନ୍ନଦ୍ଦୀନା ଇନ୍ଦାଲ୍ଲାହି ଇସ୍ଲାମ, ଅର୍ଥାତ୍ ଆଲ୍ଲାହ ତାଆଲାଙ୍କ ନିକଟରେ ସତ୍ୟ ଧର୍ମ ହେଉଛି ସେହି ଧର୍ମ ଯେ କି ମୋକ୍ଷ ପ୍ରାପ୍ତିର କାରଣ ସାଜିଥାଏ ଏବଂ ତାହା ଇସଲାମ ଅଟେ। ତେଣୁ ଯେଉଁ ବ୍ୟକ୍ତି ଖ୍ରୀଷ୍ଟ ଧର୍ମ ଗ୍ରହଣ କରେ କିମ୍ବା ୟହୁଦୀ ଧର୍ମାବଲମ୍ବୀ ପାଲଟିଯାଏ ଅବା ଆର୍ଯ୍ୟ ସନାତନ ଧର୍ମ ଗ୍ରହଣ କରିନିଏ, ତେବେ ସେହି ବ୍ୟକ୍ତି ଆଲ୍ଲାହ ତାଆଲାଙ୍କ ନିକଟରେ ସମ୍ମାନସ୍ପଦ ହୋଇପାରିବ ନାହିଁ। ଆଲ୍ଲାହ ତାଆଲା ଜାତି, ସମ୍ପ୍ରଦାୟ ଓ ସମ୍ଭ୍ରାନ୍ତ ବର୍ଗକୁ ଶେଷ କରିଦେଇଛନ୍ତି। ଏହି ପରମ୍ପରାଟି କେବଳ ସାଂସାରିକ ପରିଚୟ, ଜାତି ବିଶେଷ ପରିଚୟ ସକାଶେ ହିଁ ଉଦ୍ଦିଷ୍ଟ। ମୁଁ ଭଲ ଭାବରେ ବିଚାର କରିସାରିଛି ଯେ ଆଲ୍ଲାହ ତାଆଲାଙ୍କ ନିକଟରେ ଯେଉଁ ସ୍ତର ଓ ମର୍ଯ୍ୟାଦା ରହିଛି ତାହାର ମୂଳ ଧର୍ମପରାୟଣତା ଅଟେ। ତେଣୁ ଯେଉଁ ବ୍ୟକ୍ତି ଧର୍ମପରାୟଣ ସେ ବୈକୁଣ୍ଠରେ ଅବଶ୍ୟ ପ୍ରବେଶ କରିବ। ଆଲ୍ଲାହ ତାଆଲା ତା ପାଇଁ ଏହି ନିଷ୍ପତ୍ତି କରିସାରିଛନ୍ତି। ଆଲ୍ଲାହ ତାଆଲାଙ୍କ ନିକଟରେ ଜଣେ ଧର୍ମପରାୟଣ ବ୍ୟକ୍ତି ହିଁ ଜଣେ ଧାର୍ମିକ ତଥା ସର୍ବୋତ୍ତମ ବ୍ୟକ୍ତି। ଯେପରିକି ସେ କୁହନ୍ତି, ଇନ୍ନାମା ୟତକବ୍ବାଲୁଲ୍ଲାହୁ ମିନାଲ ମୁତ୍ତକିନ୍, ଅର୍ଥାତ୍ ଧର୍ମପରାୟଣ ବ୍ୟକ୍ତିଙ୍କର କର୍ମ ଓ ଦୁଆ ଗ୍ରହଣୀୟ ହୋଇଥାଏ। ଆଲ୍ଲାହ ତାଆଲା ଏହା କହିନାହାନ୍ତି ଯେ ଇନ୍ନାମା ୟତକବ୍ବାଲୁଲ୍ଲାହୁ ମିନାଲ ସୈୟଦୀନ୍, ଅର୍ଥାତ୍ ସୈୟଦମାନଙ୍କର ଦୁଆ ଓ କର୍ମକୁ ସେ ଗ୍ରହଣ କରିଥାନ୍ତି। ପୁନଶ୍ଚ ସେ କୁହନ୍ତି, ମନ୍ ୟତ୍ତକିଲ୍ଲାହା ୟଜଲ୍ ଲହୁ ମଖ୍ରଜନ୍ ୱ ୟର୍ଜୁକୁହୁ ମିନ୍ ହାଇସୁ ଲା ୟହତସିବ୍,
ଅର୍ଥାତ୍ ଧର୍ମପରାୟଣ ବ୍ୟକ୍ତିକୁ ପ୍ରତ୍ୟେକ ପ୍ରକାର ସଙ୍କଟରୁ ମୁକ୍ତି ମିଳିଥାଏ ଏବଂ ତାକୁ ଏଭଳି ସ୍ଥାନରୁ କଲ୍ୟାଣ ଓ ରୋଜଗାର ମିଳିଥାଏ ଯାହାକି ସେ କଳନା ମଧ୍ୟ କରିନଥାଏ ବା ଯେଉଁଠାରୁ ଆସିବାର ସେ ଚିନ୍ତା ବି କରିନଥାଏ, ସେଠାରୁ ପ୍ରଭୁ ତାହାକୁ ପ୍ରଦାନ କରିଥାନ୍ତି। ପୁନଶ୍ଚ କହିଲେ ଧର୍ମପରାୟଣ ବ୍ୟକ୍ତିମାନେ ହିଁ ଅଲ୍ଲାହ ତାଆଲାଙ୍କର ସନ୍ଥ। ଏହି ପ୍ରତିଶ୍ରୁତି ମଧ୍ୟ ସୈୟଦମାନଙ୍କ ସହିତ କରିନାହାନ୍ତି। ତେଣୁ ସନ୍ଥଠାରୁ ବଳି ଆଉ କେଉଁ ମର୍ଯ୍ୟାଦା ହୋଇପାରେ? ତେବେ ଏହି ମର୍ଯ୍ୟାଦା କେବଳ ଧର୍ମପରାୟଣ ବ୍ୟକ୍ତିକୁ ପ୍ରାପ୍ତ ହୋଇଛି। ନବୀଙ୍କ ଅସ୍ତିତ୍ୱ ପ୍ରକୃତରେ ଦୁଇଟି ବସ୍ତୁ ଦ୍ୱାରା ମିଶ୍ରିତ, ଅର୍ଥାତ୍ ଅବତାରତ୍ୱ ଓ ସନ୍ଥତ୍ୱ। ଅଲ୍ଲାହ ତାଆଲା ଅବତାର ମାଧ୍ୟମରେ ଆଦେଶ ବଳି ଓ ଧର୍ମ ବିଧାନ ପ୍ରଣୟନ କରିଥାନ୍ତି, ପ୍ରଦାନ କରିଥାନ୍ତି ଓ ସନ୍ଥତ୍ୱ ଦ୍ୱାରା ଅବତାର ନିଜର ସମ୍ପର୍କକୁ ଅଲ୍ଲାହ ତାଆଲାଙ୍କ ସହିତ ସ୍ଥାପନ କରିଥାଏ। ଯେପରିକି ଅଲ୍ଲାହ ତାଆଲା କୁହନ୍ତି, ଜାଲିକାଲ କିତାବୁ ଲା ରୈବା ଫିହି ହୁଦାଲ୍ଲିଲ୍ ମୁତ୍ତକିନ୍, ନା କି ସେ କହିଲେ ହୁଦାଲ୍ଲିଲ୍ ସୟ୍ୟଦୀନ୍। ଅତଏବ ଅଲ୍ଲାହ ତାଆଲା ଜଣେ ବିଶ୍ୱାସକାରୀ ଠାରୁ ଧର୍ମପରାୟଣତାକୁ ହିଁ ଆଶା କରନ୍ତି। ହଁ, ସୈୟଦମାନେ ଯଦି ଅଭାବୀ ଅଟନ୍ତି ତେବେ ସେମାନେ ଅଲ୍ଲାହ ତାଆଲାଙ୍କ ଦ୍ୱାରା ସ୍ଥିରୀକୃତ ମାର୍ଗ ଆଡ଼କୁ ଆସନ୍ତୁ, ଧର୍ମପରାୟଣ ହୁଅନ୍ତୁ। ସେମାନଙ୍କର ଏହି କର୍ତ୍ତବ୍ୟ ଯେ ସେମାନେ ଧର୍ମପରାୟଣ ଅବଲମ୍ବନ କରିବାକୁ ଉଦ୍ୟମ କରନ୍ତୁ, ନା କି ସୈୟଦ ହେବା ସେମାନଙ୍କୁ କୌଣସି ମର୍ଯ୍ୟାଦା ପ୍ରଦାନ କରିବ। ହଜରତ ମସିହ ମଉଦ ଆଲୈହିସ୍ସଲାମ କୁହନ୍ତି, ସେମାନଙ୍କ ପକ୍ଷେ ଏହା ଅନିବାର୍ଯ୍ୟ ହେବ ଯେ ସେମାନେ ସର୍ବପ୍ରଥମେ ଅଲ୍ଲାହ ତାଆଲାଙ୍କ ନିକଟକୁ ଆସନ୍ତୁ ଓ ଧର୍ମପରାୟଣତା ଅବଲମ୍ବନ କରନ୍ତୁ। ଏ ଦିଗରେ ସେମାନେ ଅଲ୍ଲାହ ତାଆଲାଙ୍କ ସହିତ କଳି କରନ୍ତୁ, କାରଣ ଏହା ସୈୟଦମାନଙ୍କର ଅଧିକାର। ସୁତରାଂ ଯେଉଁ ବ୍ୟକ୍ତି ଅଲ୍ଲାହ ତାଆଲାଙ୍କ ଆଡ଼କୁ ଆସେ, ଅଲ୍ଲାହ ତାଆଲା ତା ଉପରେ ନିଜର କୃପା ଅବତୀର୍ଣ୍ଣ କରିଥାନ୍ତି। ଅତଃ ତତ୍ସଂକ୍ରାନ୍ତରେ ଅଲ୍ଲାହ ତାଆଲା ପବିତ୍ର କୁରାନରେ କୁହନ୍ତି, ଜାଲିକା ଫଜଲୁଲ୍ଲାହି ୟୁତିହି ମୟ୍ୟଶାଓ ୱଲ୍ଲାହୁ ଯୁଲ୍ ଫଜଲିଲ୍ ଅଜୀମ୍। ଉପରୋକ୍ତ ପ୍ରସଙ୍ଗଟି ଏହିଭଳି ଯେ ୟହୁଦୀମାନେ କୁହନ୍ତି, ବନି ଇସ୍ରାଏଲକୁ କାହିଁକି ଅବତାରତ୍ୱ ପ୍ରାପ୍ତ ହେଲା ନାହିଁ? ସେମାନେ ଜାଣନ୍ତି ନାହିଁ ଯେ ତିଲକଲ ଅୟ୍ୟାମୁ ନୁଦାୱିଲୁହା ବୈନନ୍ନାସ୍, ଅର୍ଥାତ୍ ଅଲ୍ଲାହ ତାଆଲାଙ୍କ ସହିତ ଯେଉଁ ବ୍ୟକ୍ତି ଯୁଦ୍ଧ କରେ ତେବେ ସେହି ବ୍ୟକ୍ତି ବହିଷ୍କୃତ ହୋଇଥାଏ। ଉକ୍ତ ଆୟାତର ଅର୍ଥ ଏହିପରି ଯେ ଏହା ହେଉଛି ସେହି ଦିନ ଯେଉଁ ଦିନମାନଙ୍କୁ ଆମ୍ଭେ ଲୋକମାନଙ୍କ ମଧ୍ୟରେ ଅଦଳ ବଦଳ କରିଥାଉ। ଅତଏବ ଏହି ନିଷ୍ପତ୍ତି ହେଉଛି ଅଲ୍ଲାହ ତାଆଲାଙ୍କର। ହୁଜୁର ସല്ലଲ୍ଲାହୁ ଆଲୈହି ୱସଲ୍ଲମ କହିଲେ, ଅଲ୍ଲାହ ତାଆଲାଙ୍କ ସହିତ ଯଦି କୌଣସି ବ୍ୟକ୍ତି ମୁକାବିଲା କରେ ତେବେ ସେହି ବ୍ୟକ୍ତି ହେଉଛି ବହିଷ୍କୃତ। ସେ ପ୍ରତ୍ୟେକ ବ୍ୟକ୍ତିକୁ ପ୍ରଶ୍ନ କରିପାରିବ କିନ୍ତୁ ତାଙ୍କୁ କେହି ପ୍ରଶ୍ନ କରିପାରିବେ ନାହିଁ। ହଜରତ ମସିହ ମଉଦ ଆଲୈହିସ୍ସଲାମ ନିଜ ଦାବି ଉପରେ ଲାଗିଥିବା ଆରୋପର ଉତ୍ତର ଦେଇ କହିଲେ, ହୁଜୁର ସല്ലଲ୍ଲାହୁ ଆଲୈହି ୱସଲ୍ଲମ ଯେତେବେଳେ ଅବତୀର୍ଣ୍ଣ ହେଲେ, ଯେତେବେଳେ ଆପଣ ଦାବି କଲେ, ସେତେବେଳେ ମଧ୍ୟ ଲୋକମାନଙ୍କ ଦୃଷ୍ଟିରେ ଅନେକ ୟହୁଦୀ ବିଦ୍ୱାନମାନେ ଧର୍ମପରାୟଣ, ସଂଯମୀ, ଜିତେନ୍ଦ୍ରିୟ ଓ ଖ୍ୟାତିସମ୍ପନ୍ନ ବ୍ୟକ୍ତି ଥିଲେ। କିନ୍ତୁ ତହିଁରୁ ଏହା ଅନିବାର୍ଯ୍ୟ ନୁହେଁ ଯେ ସେମାନେ ସମସ୍ତେ ଅଲ୍ଲାହ ତାଆଲାଙ୍କ ନିକଟବର୍ତ୍ତୀ ଥିଲେ, ଧର୍ମପରାୟଣ ବ୍ୟକ୍ତି ଥିଲେ। ଅଲ୍ଲାହ ତାଆଲା ତ ସେହି ଧର୍ମନିଷ୍ଠଙ୍କର ଚର୍ଚ୍ଚା କରନ୍ତି ଯେଉଁମାନେ ତାହାଙ୍କ ନିକଟରେ ଧର୍ମନିଷ୍ଠ, ପ୍ରକୃତରେ ଧର୍ମପରାୟଣ, ନିଷ୍ଠାପର, ନିଷ୍ଠାବାନ। ଯେତେବେଳେ ଏହି ୟହୁଦୀ ଓ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ହୁଜୁର ସല്ലଲ୍ଲାହୁ ଆଲୈହି ୱସଲ୍ଲମଙ୍କ ଦାବି ଶୁଣିଲେ, ସେମାନେ ଏହା ମନେ କଲେ ଯେ ସେମାନଙ୍କ ସମ୍ମାନର ନ୍ୟୁନତା ଆସିଛି, ସେମାନଙ୍କର ସମ୍ମାନ ହାନି ହୋଇଛି। ସେମାନଙ୍କଠାରେ ଅହଙ୍କାର ଭାବ ପ୍ରକାଶ କରି ହୁଜୁର ସല്ലଲ୍ଲାହୁ ଆଲୈହି ୱସଲ୍ଲମଙ୍କ ଅବତାରତ୍ୱକୁ ପ୍ରତ୍ୟାଖ୍ୟାନ କଲେ, ଆପଣଙ୍କର ଅସ୍ୱୀକାର କଲେ। ବର୍ତ୍ତମାନ ଦେଖ ଯେ ଲୋକମାନଙ୍କ ନିକଟରେ ତ ସେମାନେ ଧର୍ମପରାୟଣ ବ୍ୟକ୍ତି ଥିଲେ, କିନ୍ତୁ ପ୍ରକୃତ ପକ୍ଷେ ସେମାନଙ୍କର ନାମ ଧର୍ମପରାୟଣ ନଥିଲା। ପ୍ରକୃତ ଧର୍ମପରାୟଣ ବ୍ୟକ୍ତି ତ ହେଉଛି ସେ ଯେ ନିଜର ମାନ ସମ୍ମାନର ହାନି ଘଟିଲେ, ନିଜର ତିରସ୍କାର ହେଲେ ମଧ୍ୟ, ଏପରିକି ପ୍ରାଣହାନି ଘଟିଲେ ସୁଦ୍ଧା ତାହାର ସେ ଭ୍ରୂକ୍ଷେପ କରିନଥାଏ, ବରଂ ସେ କେବଳ ଅଲ୍ଲାହ ତାଆଲାଙ୍କୁ ହିଁ ଭୟ କରିଥାଏ ଏବଂ ସତ୍ୟକୁ କଦାପି ଗୋପନ ରଖିନଥାଏ, ବରଂ ତାହାକୁ ସ୍ୱୀକାର କରିଥାଏ। ଧର୍ମପରାୟଣର ଅର୍ଥ ଏହା ଯେ ଆଜିକାଲି ଯେପରି ମୌଲବୀମାନେ ଅଦାଲତମାନଙ୍କରେ ବର୍ଣ୍ଣନା କରନ୍ତି, କଦାପି ଏପରି ନୁହେଁ ଯେ ଯେଉଁ ବ୍ୟକ୍ତି ତୁଣ୍ଡରୁ ସବୁ କଥା ସ୍ୱୀକାର କରିନିଏ
ସେ ନିଜର କର୍ମ ଦ୍ୱାରା ସମ୍ପାଦନ ହେଉ ଅବା ନ ହେଉ ସେ ମିଥ୍ୟା ମଧ୍ୟ କହେ, ଚୋରି ମଧ୍ୟ କରେ, ତେବେ ସେହି ବ୍ୟକ୍ତି ଧର୍ମପରାୟଣ ବ୍ୟକ୍ତି ଅର୍ଥାତ୍ ତୁଣ୍ଡରୁ ନିଜକୁ ନିଜେ ମୁସଲମାନ କହିଦେବା ଧର୍ମପରାୟଣତା ନୁହେଁ। ଧର୍ମପରାୟଣତାର ମଧ୍ୟ ଶ୍ରେଣୀ ରହିଛି। ଯେପର୍ଯ୍ୟନ୍ତ ଏହା ପୂର୍ଣ୍ଣତା ଲାଭ କରିନାହିଁ ସେ ପର୍ଯ୍ୟନ୍ତ ମନୁଷ୍ୟ ସମ୍ପୂର୍ଣ୍ଣ ରୂପେ ଧର୍ମପରାୟଣ ବିବେଚିତ ହୋଇନଥାଏ। ପ୍ରତ୍ୟେକ ବସ୍ତୁ ସେତେବେଳେ ହିଁ ଫଳପ୍ରଦ ହୋଇଥାଏ ଯେତେବେଳେ ତାର ସମ୍ପୂର୍ଣ୍ଣ ଓଜନକୁ ଗୁରୁତ୍ୱ ତାର ସହିତ ଗ୍ରହଣ କରାଯାଇଥାଏ। ଯଦି ଜଣେ ଶେଖ୍କୁ ଭୋକ ଓ ଶୋଷ ଲାଗେ ତେବେ ରୁଟିର ଟୁକୁଡ଼ାଟିଏ ବା ଟୋପାଏ ଜଳବୁନ୍ଦା ଗ୍ରହଣ କରିବା ଦ୍ୱାରା ତାର କ୍ଷୁଧା ଓ ତୃଷ୍ଣା ନିବାରଣ ହୋଇନଥାଏ। ମୌଲବୀମାନେ ନିଜ ଜ୍ଞାନ ଆତ୍ମବଡ଼ିମା ପ୍ରକାଶ କରନ୍ତି, ତେବେ ଏହାକୁ ଧର୍ମପରାୟଣ କୁହାଯିବ ନାହିଁ। ତେଣୁ ଧର୍ମପରାୟଣତା କର୍ମ ଦ୍ୱାରା ହିଁ ସୃଷ୍ଟି ହୋଇଥାଏ। କୌଣସି ବ୍ୟକ୍ତି ମୌଲବୀ କିମ୍ବା ବଡ଼ ବିଦ୍ୱାନ ପଣ୍ଡିତ ହୋଇଗଲେ କଦାପି ଧର୍ମପରାୟଣ ହୋଇଯାଇନଥାଏ। ଯେପରି ଜୀବନ ବଞ୍ଚାଇବା ପାଇଁ ଟୋପାଏ ଜଳ କି ଟୁକୁଡ଼ାଏ ଖାଦ୍ୟ ଖାଇଦେଲେ ତାହା ନିବାରଣ ହୋଇନଥାଏ, ଜୀବନ ରକ୍ଷା ହୋଇଯାଇନଥାଏ, ସେହିପରି ଯେପର୍ଯ୍ୟନ୍ତ ମନୁଷ୍ୟ ସମ୍ପୂର୍ଣ୍ଣ ରୂପେ ପୂର୍ଣ୍ଣ ମନୋଯୋଗ କରିନାହିଁ ସେ ପର୍ଯ୍ୟନ୍ତ ଧର୍ମପରାୟଣ ହୋଇପାରିନଥାଏ। ଯଦି ଏକଥା ନୁହେଁ ତେବେ ଆମେ ଏକ ଅବିଶ୍ୱାସକାରୀକୁ ମଧ୍ୟ ଧର୍ମପରାୟଣ ବୋଲି କହିପାରିବା, କାରଣ ଧର୍ମପରାୟଣତାର କୌଣସି ନା କୌଣସି ବିଶେଷତା ତାଠାରେ ଅବଶ୍ୟ ଥିବ, କୌଣସି ନା କୌଣସି ପୁଣ୍ୟ ସେ ଅବଶ୍ୟ କରିଥିବ, ଏହାଦ୍ୱାରା ସେ କଦାପି ଧର୍ମପରାୟଣ ପାଲଟିଯିବ ନାହିଁ। ଆଲ୍ଲାହ ତାଆଲା ତ କାହାରିକୁ ଅନ୍ଧ କରି ଜନ୍ମ ଦେଇନାହାନ୍ତି। ସମସ୍ତ ଅବଗୁଣ, ମନ୍ଦତା, ଗୁଣ, ଖୁଣ ଓ ତ୍ରୁଟି ପ୍ରତ୍ୟେକ ବ୍ୟକ୍ତିଠାରେ କିଛି ନା କିଛି ମାତ୍ରାରେ ରହିଛି। କିନ୍ତୁ ଧର୍ମପରାୟଣତାର ଏହି ମାତ୍ରା ଯଦି ଜଣେ ଅବିଶ୍ୱାସକାରୀଠାରେ ମଧ୍ୟ ଥାଏ ତେବେ ତାହାକୁ ଲାଭ ପହଞ୍ଚାଇ ପାରିନଥାଏ। ତେଣୁ ଏଥିପାଇଁ ଅଧିକ ମାତ୍ରାରେ ଅର୍ଥାତ୍ ଧର୍ମପରାୟଣତାର ପୂର୍ଣ୍ଣତା ପ୍ରାପ୍ତି କରିବା ଆବଶ୍ୟକ। ଯେପରିକି ମୁଁ ପୂର୍ବରୁ ଆଲୋଚନା କରି ଆସିଛି ଯେ ବିଶ୍ୱାସକାରୀମାନେ ଆଲ୍ଲାହ ତାଆଲାଙ୍କ ଅଧିକାରକୁ ସମ୍ପାଦନକାରୀ ହୋଇଥିବେ, ଭକ୍ତଙ୍କର ଅଧିକାରକୁ ସମ୍ପାଦନ କରୁଥିବେ, ତତ୍ସହିତ ପ୍ରତ୍ୟେକ ପ୍ରକାର ସୁଗୁଣାବଳୀ ସତ୍କର୍ମ ସେମାନଙ୍କଠାରେ ସେମାନଙ୍କ ଦ୍ୱାରା ସମ୍ପାଦିତ ହେଉଥିବ। ହଜରତ ମସିହ ମଉଦ ଆଲୈହିସ୍ସଲାମ କୁହନ୍ତି, ଆଲ୍ଲାହ ତାଆଲା ସମସ୍ତଙ୍କଠାରୁ ପ୍ରସନ୍ନ ହୁଅନ୍ତି ଏବଂ ପ୍ରତ୍ୟେକ ମନ୍ଦତା ଓ ଅପକର୍ମରୁ ମନୁଷ୍ୟକୁ ରକ୍ଷା କରନ୍ତି। ଏପରି ଅନେକ ମୁସଲମାନ ମାନେ ଅଛନ୍ତି ଯେଉଁମାନେ ଏହା କୁହନ୍ତି ଯେ ଆମେମାନେ ରୋଜା ରଖୁନାହୁଁ, ନମାଜ ପଢ଼ୁନାହୁଁ, କିନ୍ତୁ ଏହିସବୁ କଥା ଦ୍ୱାରା ସେମାନେ ଧର୍ମପରାୟଣ ବ୍ୟକ୍ତି ହୋଇପାରିବେ ନାହିଁ। ଧର୍ମପରାୟଣତା ଭିନ୍ନ ବିଷୟ। ତେଣୁ ଯେପର୍ଯ୍ୟନ୍ତ ମନୁଷ୍ୟ ଆଲ୍ଲାହ ତାଆଲାଙ୍କୁ ଅଗ୍ରାଧିକାର ଦେଇନାହିଁ ଏବଂ ପ୍ରତ୍ୟେକ ପ୍ରକାର ସମ୍ପର୍କ ସେ ସମ୍ପର୍କୀୟ ହେଉ ପଛେ ଜାତି, ସମ୍ପ୍ରଦାୟ, ବନ୍ଧୁତା, ସହରର ଅଧିପତି ସହିତ ସମ୍ପର୍କ ଆଲ୍ଲାହ ତାଆଲାଙ୍କୁ ଭୟ କରି ସମ୍ପର୍କ ଛିନ୍ନ କରେ ନାହିଁ, ଆଲ୍ଲାହ ତାଆଲାଙ୍କ ସକାଶେ ପ୍ରତ୍ୟେକ ତିରସ୍କାରକୁ ସହ୍ୟ କରିବା ପାଇଁ ଯେ ପ୍ରସ୍ତୁତ ନୁହେଁ ତେବେ ସେ କଦାପି ଧର୍ମପରାୟଣ ବୋଲାଇବ ନାହିଁ। ପବିତ୍ର କୁରାନରେ ଧର୍ମପରାୟଣ ବ୍ୟକ୍ତିଙ୍କ ସହିତ ବଡ଼ ବଡ଼ ପ୍ରତିଶ୍ରୁତି ରହିଛି। ସେହି ଧର୍ମପରାୟଣ ବ୍ୟକ୍ତିମାନେ ହେଉଛନ୍ତି ଏଭଳି ବ୍ୟକ୍ତି ଯେଉଁମାନେ ଧର୍ମପରାୟଣତାକୁ ଯଥାସମ୍ଭବ ଅଙ୍ଗେ ନିଭାଇଥାନ୍ତି। ମାନବିକତା ସୁଲଭ ଶକ୍ତି ଯେପର୍ଯ୍ୟନ୍ତ ସେମାନଙ୍କୁ ସମର୍ଥନ ଜଣାଇଲା ସେ ପର୍ଯ୍ୟନ୍ତ ସେମାନେ ଅହରହ ଭାବରେ ଧର୍ମପରାୟଣତା ଉପରେ ଅବିଚଳ ରହିଲେ। ଯେତେବେଳେ ସେମାନଙ୍କର ସମସ୍ତ ଶକ୍ତି କ୍ଷୟ ହୋଇଗଲା ଏବଂ ଆଲ୍ଲାହ ତାଆଲାଙ୍କ ଠାରୁ ସେମାନେ ଶକ୍ତି ଭିକ୍ଷା କଲେ, ଯେପରିକି ପବିତ୍ର କୁରାନରେ ଆଲ୍ଲାହ ତାଆଲା କୁହନ୍ତି, ଇୟାକା ନାବୁଦୁ ୱ ଇୟାକା ନସ୍ତାଈନ୍। ତହିଁରୁ ଏହା ପ୍ରକାଶ୍ୟ ଯେ ଇୟାକା ନାବୁଦୁରେ ଯେପରି କୁହାଯାଇଛି, ହେ ପ୍ରଭୁ ମୁଁ ନିଜର ଶେଷ ଶକ୍ତି ପର୍ଯ୍ୟନ୍ତ କାର୍ଯ୍ୟ କଲି ଏବଂ କୌଣସି ସୁଯୋଗ ହାତଛଡ଼ା କଲି ନାହିଁ। ସେହିପରି ଇୟାକା ନସ୍ତାଈନରେ ଭକ୍ତ କହେ ଯେ ହେ ପ୍ରଭୁ ମୁଁ ତୁମ୍ଭଠାରୁ ହିଁ ସାହାଯ୍ୟ ଭିକ୍ଷା କରୁଛି, ତୁମ ମାର୍ଗରେ ଅଗ୍ରସର ହେବା ପରେ ତୁମଠାରୁ ସାହାଯ୍ୟ ଭିକ୍ଷା କରୁଛି। ଯେପର୍ଯ୍ୟନ୍ତ ତୁମର କୃପା ଆମ ଉପରେ ହୋଇନାହିଁ ସେ ପର୍ଯ୍ୟନ୍ତ ଆମେ ସେହି ସର୍ବୋଚ୍ଚ ସ୍ତରରେ ପହଞ୍ଚି ପାରିବୁ ନାହିଁ। ଅତଏବ ଖୁବ୍ ଭଲ ଭାବରେ ମନେ ରଖ, ଆଲ୍ଲାହ ତାଆଲାଙ୍କ ନିକଟରେ ଧର୍ମପରାୟଣ ହେବା ଅନ୍ୟ ପ୍ରସଙ୍ଗ ଏବଂ ମନୁଷ୍ୟ ନିକଟରେ ଧର୍ମପରାୟଣ ହେବା ଅନ୍ୟ ପ୍ରସଙ୍ଗ।
ହଜରତ ଈସା ଆଲାଇହିସଲାମଙ୍କ ସମୟରେ ଯେଉଁ ବିରୋଧୀ ଦଳ ସୃଷ୍ଟି ହୋଇଥିଲା ତାହାର ମୂଳ କାରଣ ମଧ୍ୟ ଏହା ହିଁ ଥିଲା ଯେ ଯେଉଁ ସାଧାରଣ ଲୋକମାନେ ୟହୁଦୀଙ୍କ ନିକଟରେ ମୁସଲିମ ଥିଲେ, ଧର୍ମପରାୟଣ ବ୍ୟକ୍ତି ବିବେଚିତ ହେଉଥିଲେ, ସେମାନଙ୍କୁ ବିରୋଧୀ ବୋଲି କୁହାଯାଉଥିଲା। ତେଣୁ ଯଦି ସେମାନେ ବିରୋଧୀ ହୋଇନଥାନ୍ତେ ତେବେ ଦଳ କଦାପି ହୋଇନଥାନ୍ତା, ଦଳ କଦାପି ଗଢ଼ି ଉଠିନଥାନ୍ତା। ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲମଙ୍କ ସମୟରେ ମଧ୍ୟ ଏହି ସମାନ ଅବସ୍ଥା ଦେଖିବାକୁ ମିଳୁଛି। ଲୋକ ଦେଖାଣିଆ, କୃପଣତା, ଆତ୍ମବଡ଼ିମା ପ୍ରଦର୍ଶନ ଇତ୍ୟାଦି କଥାଗୁଡ଼ିକ ଲୋକମାନଙ୍କୁ ସତ୍ୟତାକୁ ଗ୍ରହଣ କରିବାକୁ ଅଟକାଇ ରଖିଥିଲା, ଯେପରିକି ଅବୁ ଜେହେଲ। ସୁତରାଂ ଧର୍ମପରାୟଣତା ଅତ୍ୟନ୍ତ କଷ୍ଟଦାୟକ ଅର୍ଜିତ ବିଷୟ। ଆଲ୍ଲାହ ତାଆଲା ଯେଉଁ ବ୍ୟକ୍ତିକୁ ଧର୍ମପରାୟଣତା ପ୍ରଦାନ କରନ୍ତି ତାହା ସହିତ କେତେକ ଲକ୍ଷଣ ମଧ୍ୟ ରଖିଦେଇଥାନ୍ତି। ପ୍ରକୃତ କଥା ହେଉଛି ଯେ ସତ୍ୟ ଯେତେବେଳେ ପ୍ରକାଶିତ ହୁଏ ସେତେବେଳେ ଅସତ୍ୟ ଆପଣା ଛାଏଁ ଅପସରି ଯାଇଥାଏ ଏବଂ ଉଚିତ ପ୍ରମାଣ, ଉଦ୍ଧୃତାଂଶ ଓ ଆଲ୍ଲାହ ତାଆଲାଙ୍କ ନିଦର୍ଶନ ହିଁ ସ୍ଥାପିତ ହୋଇଥାଏ। ତେଣୁ ସେହି ବ୍ୟକ୍ତି କେତେବେଳେ ଧର୍ମପରାୟଣ ବ୍ୟକ୍ତି ହୋଇପାରିବ ନା କଦାପି ସେହି ବ୍ୟକ୍ତି ଧର୍ମପରାୟଣ ହୋଇପାରିବ। ତେଣୁ ଜଣେ ଧର୍ମପରାୟଣ ବ୍ୟକ୍ତି ସର୍ବଦା ଈଶ୍ୱରଙ୍କ ନିଦର୍ଶନ ଦେଖି ତାହାକୁ ଭୟ କରିଥାଏ, ତାଙ୍କୁ ଭୟ କରିଥାଏ, ପ୍ରକମ୍ପିତ ହୋଇଯାଇଥାଏ। ହଜରତ ମସିହ ମଉଦ ଆଲୈହିସ୍ସଲାମ ନିଜର ଅବତୀର୍ଣ୍ଣ ହେବାର ଚର୍ଚ୍ଚା କରି, ନିଜ ଆଗମନ ହେବାର ଚର୍ଚ୍ଚା କରି ତାହାର ଅଭିପ୍ରାୟ ସଂକ୍ରାନ୍ତରେ କୁହନ୍ତି, କ'ଣ ସଂସାରରେ ଏପରି ହୋଇଛି ଯେ 24 ବର୍ଷ ଧରି ଜଣେ ବ୍ୟକ୍ତି ରାତ୍ରିରେ ଯୋଜନା ପ୍ରସ୍ତୁତ କରେ ଓ ସକାଳ ହେବା ମାତ୍ରେ ଏହି ଯୋଜନାକୁ ସେ ଈଶ୍ୱରଙ୍କ ଯୋଜନା କହି ତାହାକୁ ଐଶୀବାଣୀ ରୂପ ଦେଇଥାଏ। ଏପରି କହିବା ଦ୍ୱାରା ଆଲ୍ଲାହ ତାଆଲା ତାକୁ ଧରନ୍ତି ନାହିଁ କି ତାକୁ ଶାସ୍ତି ଦିଅନ୍ତି ନାହିଁ। ଏପରି ହେବା ଦ୍ୱାରା ସଂସାରରେ ଅନ୍ଧକାର ଘୋଟିଯିବ, ପ୍ରାଣୀମାନେ ବିନାଶ ହେବେ। ଧର୍ମପରାୟଣ ବ୍ୟକ୍ତି ତ କେବଳ ଗୋଟିଏ କଥା ଦ୍ୱାରା ହିଁ ଲାଭବାନ ହୋଇଥାଏ ଏବଂ ଏଠାରେ ତ ହଜାର ହଜାର ସଂଖ୍ୟାରେ ଧର୍ମପରାୟଣ ବ୍ୟକ୍ତି ଅଛନ୍ତି। ଯୁଗ ପୃଥକ ଭାବରେ ଡାକେ। ହଦିସରେ ମିନକୁମ୍ ଓ ସୂରା ନୂରର ମିନକୁମ୍ ଶବ୍ଦଟି କହୁଅଛି ହୃଦୟର କଠୋରତା ଓ ଚତୁଷ୍ପଦ ପ୍ରାଣୀଙ୍କ ପରି ଯେ ଜୀବନଯାପନ କରୁଛି ତାହା ଭିନ୍ନ କଥା। ସେମାନେ କହୁଥିଲେ ପରା ଶତାବ୍ଦୀର ଶୀର୍ଷରେ ଜଣେ ସଂସ୍କାରକଙ୍କର ଆଗମନ ହେବ। ବର୍ତ୍ତମାନ ଏକଥାକୁ 22 ବର୍ଷ ବିତିଗଲାଣି। ସୂର୍ଯ୍ୟଗ୍ରହଣ ଓ ଚନ୍ଦ୍ରପରାଗ ମଧ୍ୟ ହୋଇଗଲା। ପ୍ଲେଗ ମହାମାରୀ ମଧ୍ୟ ଆସିଗଲା। ହଜ୍ ତୀର୍ଥ ବନ୍ଦ ହୋଇଗଲା। ଏହି ସମସ୍ତ କଥାକୁ ଅନୁଧ୍ୟାନ କଲା ପରେ ଯଦି ବର୍ତ୍ତମାନ ସେହି ଲୋକମାନେ ହଜରତ ମସିହ ମଉଦ ଆଲୈହିସ୍ସଲାମକୁ ସ୍ୱୀକାର ନ କରନ୍ତି ତେବେ ଆମେ ସେମାନଙ୍କୁ ଧର୍ମପରାୟଣ ବୋଲି କିଭଳି କହିପାରିବା? ଯେଉଁମାନେ ହଜରତ ମସିହ ମଉଦ ଆଲୈହିସ୍ସଲାମଙ୍କ ଉପରେ ଅବିଶ୍ୱାସକାରୀ ହେବାର ଫତୱା ଅର୍ଥାତ୍ ଧର୍ମାଦେଶ ଲଗାଇଲେ ସେମାନଙ୍କୁ କିପରି ଧର୍ମପରାୟଣ ବ୍ୟକ୍ତି ଓ ପୁଣ୍ୟବାନ ବୋଲି କୁହାଯିବ? ସେହିପରି ସେମାନେ ଲୋକମାନଙ୍କୁ ମଧ୍ୟ ପ୍ରବର୍ତ୍ତାଇଛନ୍ତି ଓ ଲୋକମାନଙ୍କୁ ଖରାପ ବାଟକୁ ନେଉଛନ୍ତି। ହଜରତ ମସିହ ମଉଦ ଆଲୈହିସ୍ସଲାମ କୁହନ୍ତି, ଆମେମାନେ ବାରମ୍ବାର କହିଛୁ ତୁମମାନଙ୍କ ପକ୍ଷେ ଯେଉଁ କଥା ପଚାରିବାର ଅଧିକାର ରହିଛି ତୁମେମାନେ ସେଥି ସଂକ୍ରାନ୍ତରେ ପଚାରିପାର। ହଁ, ଏକଥା ନୁହେଁ ଯେ ପବିତ୍ର କୁରାନ ଗୋଟିଏ କଥା କହୁଛି ଏବଂ ତୁମେ ଆଉ ଏକ କଥା କୁହ। ତୁମେମାନେ ଏଭଳି କଥା ଉପସ୍ଥାପିତ କରିବ ଯାହାକି ପବିତ୍ର କୁରାନ ଠାରୁ ଭିନ୍ନ ଏବଂ ବିପରୀତ ହୋଇଥିବ। ହଜରତ ମସିହ ମଉଦ ଆଲୈହିସ୍ସଲାମଙ୍କର ଅବତୀର୍ଣ୍ଣ ହେବା ପ୍ରସଙ୍ଗକୁ ସେମାନେ ଶାରୀରିକ ରୂପେ ଗ୍ରହଣ କରନ୍ତି, କିନ୍ତୁ ତାହା ସେତେବେଳେ ହିଁ ସଠିକ ହୋଇପାରିବ ଯେତେବେଳେ ପ୍ରଥମଟି କ୍ଲିଷ୍ଟ ହୋଇଥିବ। ପବିତ୍ର କୁରାନ ତ ଈସା ଆଲୈହିସ୍ସଲାମଙ୍କ ମୃତ୍ୟୁ ସମ୍ପର୍କରେ କୁହେ, କିନ୍ତୁ ସେମାନେ କହନ୍ତି ଯେ ସେ ଛାତକୁ ଚିରି ଆକାଶରୁ ଅବତୀର୍ଣ୍ଣ ହେବେ। କ'ଣ ଏକଥାକୁ ଧର୍ମପରାୟଣ ବ୍ୟକ୍ତି କୁହାଯାଇପାରିବ ଯେ ବିଶ୍ୱାସକୁ ବାଦ ଦେଇ ଭ୍ରମ ଓ ସନ୍ଦେହର ଅନୁକରଣ କରେ? ପ୍ରକୃତ ଧର୍ମପରାୟଣତା ଠିକଣା ଏବଂ ପରିଚୟ ପବିତ୍ର କୁରାନରୁ ହିଁ ମିଳିଥାଏ। ଅତଏବ ଦେଖିନିଅ ଯେ ଧର୍ମପରାୟଣ ବ୍ୟକ୍ତିମାନେ କେଉଁ କେଉଁ କାର୍ଯ୍ୟ କରିଛନ୍ତି। ଧର୍ମପରାୟଣତା ସମ୍ପର୍କରେ ନିଜ ଜମାତକୁ ଉପଦେଶ ଦେଇ କୁହନ୍ତି ହୁଜୁର ଆଲୈହିସ୍ସଲାମ ଯେ ଧର୍ମପରାୟଣ ବ୍ୟକ୍ତି ଉପରେ ଆଲ୍ଲାହ ତାଆଲାଙ୍କର ଏକ ପ୍ରଭାବ ଅବତୀର୍ଣ୍ଣ ହୋଇଥାଏ ପଡ଼ିଥାଏ, କାରଣ ସେ ସେତେବେଳେ ଆଲ୍ଲାହ ତାଆଲାଙ୍କ ଛତ୍ରଛାୟା ତଳେ ରହିଥାଏ। ତେଣୁ ଧର୍ମପରାୟଣ ହେବା ନିତ୍ୟାନ୍ତ ଆବଶ୍ୟକ। ତହିଁରେ ଶୈତାନର କୌଣସି ଅଂଶ ନଥାଏ।
अल्लाह ताला शिर्कକୁ ପସନ୍ଦ କରନ୍ତି ନାହିଁ ଏବଂ ଶୈତାନର ଅଂଶ ଅର୍ଥାତ୍ ଯୋଗଦାନ ଶିର୍କରେ ରହିଥାଏ। ହଜରତ ମସିହ ମଉଦ ଆଲୈହିସ୍ସଲାମ ନିଜ ଜମାତକୁ କୁହନ୍ତି, କେବଳ ଏତିକି କହିଦେଇ ସେ ଅହଙ୍କାରୀ ହୋଇ ନ ଯାଉ ଯେ ଆମେ ନମାଜ ପଢ଼ୁ, ରୋଜା ରଖୁ, ବଡ଼ ବଡ଼ ପାପ ଅପକର୍ମରୁ ଯେପରିକି ବଳାତ୍କାର, ଚୋରି, ଲୁଟ୍ ଆଦିରୁ ନିବୃତ୍ତ ରହୁ। ଏହି ବିଶେଷତାରେ ତ ଅନେକ ଅଣଧର୍ମାବଲମ୍ବୀ ମଧ୍ୟ ସାମିଲ ଅଛନ୍ତି। ସେମାନେ ମଧ୍ୟ ଏପରି ଅପକର୍ମରୁ ବିରତ ରୁହନ୍ତି। ତେବେ କ'ଣ ତାଙ୍କୁ ମଧ୍ୟ ଆମେ ଧର୍ମପରାୟଣ ବୋଲି କହିବା? ଧର୍ମପରାୟଣତାର ମାର୍ଗ ଅତ୍ୟନ୍ତ ସୂକ୍ଷ୍ମ। ଅତଃ ଏହି ମାର୍ଗକୁ ପ୍ରାପ୍ତ କରିବାକୁ ଚେଷ୍ଟା କର। ଆଲ୍ଲାହ ତାଆଲାଙ୍କ ମର୍ଯ୍ୟାଦା ତଥା ଗାରିମାକୁ ନିଜ ହୃଦୟରେ ଉଜ୍ଜୀବିତ ରଖ। ଯେଉଁ ବ୍ୟକ୍ତିର କର୍ମରେ ଲୋକ ଦେଖାଣିଆ ଭାବ ଥିବ, ତେବେ ଆଲ୍ଲାହ ତାଆଲା ତାର ସମସ୍ତ କର୍ମକୁ ତା ମୁହଁ ଉପରକୁ ମାରିଥାନ୍ତି। ତେଣୁ ଲୋକ ଦେଖାଣିଆ କର୍ମରୁ ନିବୃତ୍ତ ରୁହ। ଧର୍ମପରାୟଣ ହେବା ଅତ୍ୟନ୍ତ କଷ୍ଟକର। ଉଦାହରଣ ସ୍ୱରୂପ, ଯଦି କେହି ତୋତେ କୁହେ କି ତୁ କଲମ ଚୋରି କରିଛୁ, ତେବେ ତୁ କାହିଁକି ରାଗୁଛୁ? ସାମାନ୍ୟ କଥା କହିଦେବା ଯୋଗୁଁ, ଅର୍ଥାତ୍ ତୁ ମୋର କଲମ ଉଠେଇବା କଥାକରେ ଯଦି କ୍ରୋଧିତ ହୋଇଯାଉଛୁ, ତେବେ ଏଭଳି କାର୍ଯ୍ୟ କଦାପି ଧର୍ମପରାୟଣ ବ୍ୟକ୍ତିଙ୍କର ଲକ୍ଷଣ ନୁହେଁ। ଧର୍ମପରାୟଣ ବ୍ୟକ୍ତି ପକ୍ଷରେ ଏହା ଅନିବାର୍ଯ୍ୟ ସେ ଧୈର୍ଯ୍ୟ ଓ ସତ୍ସାହସ ପ୍ରଦର୍ଶନ କରୁ। ହଜରତ ମସିହ ମଉଦ ଆଲୈହିସ୍ସଲାମ କୁହନ୍ତି, ହେ ଅବୋଧ, ତୋର ଧର୍ମପରାୟଣତା ପ୍ରଦର୍ଶନ କରିବାଟା କେବଳ ଆଲ୍ଲାହ ତାଆଲାଙ୍କ ସକାଶେ ହିଁ ହେବା ଉଚିତ। ତେଣୁ ଜଣେ ବିଶ୍ୱାସୀ ଓ ଧର୍ମପରାୟଣ ବ୍ୟକ୍ତି ପକ୍ଷେ ଏହା ଉଚିତ ଯେ ସେ ସର୍ବଦା କ୍ରୋଧରୁ ନିବୃତ୍ତ ରହୁ ଏବଂ ତାର ପାଦ ସର୍ବଦା ସତ୍ୟ ଆଡ଼କୁ ଅଗ୍ରସର ହେଉ। ଯେପର୍ଯ୍ୟନ୍ତ ପ୍ରକୃତ ରୂପେ ମନୁଷ୍ୟ ଉପରେ ଅନେକ ମୃତ୍ୟୁ ଆଚ୍ଛାଦିତ ହୋଇନାହିଁ, ସେ ପର୍ଯ୍ୟନ୍ତ ସେ ଧର୍ମପରାୟଣ ବ୍ୟକ୍ତି ହୋଇପାରି ନଥାଏ। ଚମତ୍କାର ଐଶୀବାଣୀ ମଧ୍ୟ ଧର୍ମପରାୟଣତାର ଏକ ଶାଖା। ତେଣୁ ଏଥିପାଇଁ ତୁମେମାନେ ଐଶୀବାଣୀ ଓ ଦିବ୍ୟ ସ୍ୱପ୍ନ ପଛରେ ଧାଅ ନାହିଁ, ବରଂ ଧର୍ମପରାୟଣତା ପ୍ରାପ୍ତି ସକାଶେ ଲାଗିପଡ଼। ଏହା ଚିନ୍ତା କର ନାହିଁ ଯେ ଅମକ ବ୍ୟକ୍ତିକୁ ଐଶୀବାଣୀ ହେଲା, ଦିବ୍ୟ ସ୍ୱପ୍ନ ହେଲା, କିନ୍ତୁ ମୋତେ ହେଲା ନାହିଁ। ଦେଖ ଧର୍ମପରାୟଣତା କ'ଣ? ଯେଉଁ ବ୍ୟକ୍ତି ଧର୍ମପରାୟଣ ବ୍ୟକ୍ତି, ତାର ଐଶୀବାଣୀ ମଧ୍ୟ ସତ୍ୟ ସାବ୍ୟସ୍ତ ହୋଇଥାଏ। ଯଦି ତା ମଧ୍ୟରେ ଧର୍ମପରାୟଣତା ନାହିଁ, ତେବେ ଐଶୀବାଣୀ ମଧ୍ୟ ଭରସାଯୋଗ୍ୟ ହୋଇନଥାଏ। ସମ୍ଭବତଃ ତହିଁରେ ଶୈତାନର ଅଂଶ ରହିଥାଏ। କୌଣସି ବ୍ୟକ୍ତିର ଧର୍ମପରାୟଣତାକୁ ତାର ଐଶୀବାଣୀ ପ୍ରାପ୍ତକାରୀ ବ୍ୟକ୍ତି ଦ୍ୱାରା ସୂଚିତ କର ନାହିଁ, ବରଂ ତା ଐଶୀବାଣୀକୁ ତାର ଧର୍ମପରାୟଣତା ଅବସ୍ଥା ଦ୍ୱାରା ହିଁ ଚିହ୍ନ। ପ୍ରତ୍ୟେକ ଦିଗରୁ ଆଖି ବନ୍ଦ କରି ସର୍ବପ୍ରଥମେ ଧର୍ମପରାୟଣତାର ଲକ୍ଷ୍ୟ ଆଡ଼କୁ ଅଗ୍ରସର ହୁଅ। ହଜରତ ମସିହ ମଉଦ ଆଲୈହିସ୍ସଲାମ କୁହନ୍ତି, ଯେତେ ସବୁ ନବୀ ଆସିଛନ୍ତି ଧରାପୃଷ୍ଠକୁ ସଂସାରକୁ, ସମସ୍ତଙ୍କର ଅଭିପ୍ରାୟ କେବଳ ଏତିକି ଯେ ସେମାନେ ଧର୍ମପରାୟଣତାର ରହସ୍ୟ ସମ୍ପର୍କରେ ସର୍ବସାଧାରଣଙ୍କୁ ଅବଗତ କରାଇଥାନ୍ତି, ଶିକ୍ଷା ଦେଇଥାନ୍ତି। ଯେପରି ଆଲ୍ଲାହ ତାଆଲା କୁହନ୍ତି, ଇନ୍ନା ଔଲିଆଉଲ୍ଲାହୁ ହୁମୁଲ ମୁତ୍ତକୁନ୍। ପବିତ୍ର କୁରାନ ଶରୀଫ ଧର୍ମପରାୟଣତାର ସୂକ୍ଷ୍ମ ମାର୍ଗ ସଂକ୍ରାନ୍ତରେ ଶିକ୍ଷା ଦେଇଛି। ଜଣେ ନବୀର ପୂର୍ଣ୍ଣତା ସମ୍ପ୍ରଦାୟର ପୂର୍ଣ୍ଣତାକୁ ଅପେକ୍ଷା କରିଥାଏ, କାରଣ ହୁଜୁର ସାଲ୍ଲାଲ୍ଲାହୁ ଆଲାଇହି ୱସଲ୍ଲାମ ଜଣେ ସର୍ବଶ୍ରେଷ୍ଠ ନବୀ ଥିଲେ। ତେଣୁ ତାହାଙ୍କ ଉପରେ ସମସ୍ତ ପୂର୍ଣ୍ଣତା ଶେଷ ହୋଇଗଲା, ଯଦ୍ୱାରା ତାହାଙ୍କ ନବୁୱତ ମଧ୍ୟ ଶ୍ରେଷ୍ଠ ବିବେଚିତ ହେଲା। ତେଣୁ ଯେଉଁ ବ୍ୟକ୍ତି ଆଲ୍ଲାହ ତାଆଲାଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛି ଓ ଚମତ୍କାର ଦେଖିବାକୁ ଚାହୁଁଛି, ଅସାଧାରଣ ଓ ଅଲୌକିକ ଅପୂର୍ବ ଚମତ୍କାର ଦେଖିବାର ଅଭିଳାଷୀ ଅଛି, ତେବେ ତା ପକ୍ଷେ ଉଚିତ ହେବ ଯେ ସେ ନିଜର ଜୀବନକୁ ମଧ୍ୟ ଅସାଧାରଣ ଓ ଅଲୌକିକ ରୂପେ ଗଢ଼ି ତୋଳୁ। ଦେଖ, ପରୀକ୍ଷାର୍ଥୀ ପରିଶ୍ରମ କରନ୍ତି, ଜଣେ ଯକ୍ଷ୍ମା ରୋଗୀ ପରି ଅସୁସ୍ଥ ଓ ଦୁର୍ବଳ ହୋଇଯାଆନ୍ତି, ଏଭଳି କଠିନ ପରିଶ୍ରମ କରନ୍ତି। ତେଣୁ ଧର୍ମପରାୟଣତାର ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସକାଶେ ସମସ୍ତ ପ୍ରକାର ଦୁଃଖ କଷ୍ଟ ସହ୍ୟ କରିବାକୁ ପ୍ରସ୍ତୁତ ହୋଇଯାଅ। ଅତଏବ ମନୁଷ୍ୟ ଯେତେବେଳେ ଏହି ପଥରେ ଅଗ୍ରସର ହୋଇନାହିଁ, ସେତେବେଳେ ଶୈତାନ ତା ଉପରେ ବଡ଼ ବଡ଼ ଆକ୍ରମଣ କରିଥାଏ, କିନ୍ତୁ ଏକ ସୀମା ପର୍ଯ୍ୟନ୍ତ ପହଞ୍ଚି ଶେଷରେ ସେ ଅର୍ଥାତ୍ ଶୈତାନ ଅଟକିଯାଏ। ତାହା ସେହି ମୁହୂର୍ତ୍ତ ଯେତେବେଳେ ମନୁଷ୍ୟର ହୀନ ଜୀବନ ଉପରେ ମୃତ୍ୟୁ ଆଚ୍ଛାଦିତ ହୋଇଯାଇଥାଏ, ଆଲ୍ଲାହ ତାଆଲାଙ୍କ ଅଧୀନ ହୋଇଯାଇଥାଏ।
ତେଣୁ ମୋ ଶିକ୍ଷାର ସାରାଂଶ ଏହିକି ଯେ ମନୁଷ୍ୟ ନିଜର ସକଳ ଶକ୍ତି ଓ ସାମର୍ଥ୍ୟକୁ ଅଲ୍ଲାହ ତାଆଲାଙ୍କ ଉଦ୍ଦେଶ୍ୟରେ ବିନିଯୋଗ କରୁ, ଅଲ୍ଲାହ ତାଆଲାଙ୍କୁ ପ୍ରାପ୍ତି କରିବା ପାଇଁ ବିନିଯୋଗ କରୁ। ହଜରତ ମସିହ ମଉଦ ଅଲୈହିସ୍ସଲାମ ବିଭିନ୍ନ ଦୃଷ୍ଟିକୋଣରୁ ଆମମାନଙ୍କୁ ଯେଉଁ ଉପଦେଶ ଦେଇଛନ୍ତି ତାହାର କେତେକ ଅଂଶ ଏଠାରେ ମୁଁ ଉପସ୍ଥାପନ କରିଦେଲି, କାରଣ ଆମମାନଙ୍କୁ ଧର୍ମପରାୟଣତାର ଗହରୋତ୍ତମ ଜ୍ଞାନ ଆହରଣ କରିବା ଅନିବାର୍ଯ୍ୟ, ତେବେ ଯାଇ ଆମେ ତାହାକୁ ପ୍ରାପ୍ତ କରିପାରିବା। ଯେପରିକି ହଜରତ ମସିହ ମଉଦ ଅଲୈହିସ୍ସଲାମ କୁହନ୍ତି, ଜମାତରେ ସାମିଲ ହୋଇ ଧର୍ମପରାୟଣତାର ପ୍ରକୃତ ମନୋଭାବକୁ ହୃଦୟଙ୍ଗମ କରି ଧର୍ମପରାୟଣତାର ମାର୍ଗ ଉପରେ ପରିଚାଳିତ ହେବା ଆମମାନଙ୍କ ପକ୍ଷେ ଅନିବାର୍ଯ୍ୟ। ପବିତ୍ର ରମଜାନ ମାସର ଏହି କେତେକ ଅବଶିଷ୍ଟ ଦିନମାନଙ୍କରେ ଯଥାସମ୍ଭବ ଆମମାନଙ୍କୁ ଧର୍ମପରାୟଣତାର ବାସ୍ତବତା ଓ ସାରମର୍ମକୁ ହୃଦୟଙ୍ଗମ କରି ବା ସଙ୍ଗେ ସଙ୍ଗେ ଅଲ୍ଲାହ ତାଆଲାଙ୍କର ଅଧିକାରକୁ ମଧ୍ୟ ସମ୍ପାଦନ କରିବା ଉଚିତ, ଏଥିପାଇଁ ପ୍ରୟାସ କରିବା ଉଚିତ। ଅଲ୍ଲାହ ତାଆଲା ଏଥି ନିମନ୍ତେ ଆମମାନଙ୍କୁ ଶକ୍ତି ପ୍ରଦାନ କରନ୍ତୁ। ଆମିନ୍। الحمد لله نحمده ونستعينه ونستغفره ونؤمن به ونتوكل عليه ونعوذ بالله من شرور أنفسنا ومن سيئات أعمالنا من يهده الله فلا مضل له ومن يضلل فلا هادي له ونشهد أن لا إله إلا الله ونشهد أن محمدا عبده ورسوله عباد الله رحمكم الله إن الله يأمر بالعدل والإحسان وإيتاء ذي القربى وينهى عن الفحشاء والمنكر والبغي يعظكم لعلكم تذكرون اذكروا الله يذكركم وادعوه يستجب لكم ولذكر الله أكبر.